गौतमं देवी सरस्वती व्यासं ततो ज्योति मुद्रयते वेदे रामायणे शैवा पुराणे भारते तथा आतुषन्ते च मध्यं च हरिः सर्वत्र गीयते मुखं करोति वाचालं पङ्गुं लङ्घयते गिरिं यत्कृपातमं वन्दे श्रीगुरुदिनतारिणीं परमानन्द हे माधव পদগালুছে মাকারন্দ মকারন্দ তান করে আনন্দে বল হরি হরি हरि नामे बांधवेला हरि कोरिबे चौका डोला चौका डोला कपया रे मरम निरंतरे मरम निरंतरे रहूं कृष्ण बोले देव जाओ कृष्ण बोले जाओ जीव मोते उधर राधा धम मोते उधर राधा धम मोते उधर राधा धम ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय श्रीमद्भागवतम द्वितीय स्कंद प्रथम अध्याय श्लोक 16 भगवत प्राप्तिर प्रथम पदक्षेप विषय होछि गृहाद प्रवदितो धीर पुण्यतीर्थ जलायुत शुचो विविक्त आसीनो विधिवत कल्पितासने गृहाद प्रवदितो धीर पुण्यतीर्थ जलाच्युत शुचो विविक्त आसीनो विधिवत कल्पितासने शब्दानुवाद गृहात घर प्रवजित बाहरी जाई सन्यासी नहीं धीर आत्म नियंत्रित पुण्य पुण्यात्मा तीर्थ तीर्थस्थान व पवित्र स्थान जलाप्युत जलाप्लुत संपूर्ण भाव स्वच्छ शुच स्वच्छ विविक्त एकांत आसीन बसी विधिवत विधि अनुजाई कल्पित रचना करी आसने आसन उपरे अनुवाद बाय श्री प्रभुपाद व्यक्ति गृहत्याग कर आत्मसंयम अभ्यास करा उचित
ଏକ ତୀର୍ଥସ୍ଥାନରେ ରହି ନିୟମିତ ସ୍ନାନ କରି ଏବଂ ଏକ ସ୍ଥାନରେ ପବିତ୍ର ଆସନରେ ଉପବେଶନ କରିବା ଉଚିତ। ଭାବାର୍ଥ ଶ୍ଲୋକପାଦ ଆଗାମୀ ଜୀବନକୁ ଶ୍ରେଷ୍ଠତର କରିବା ନିମିତ୍ତ ବ୍ୟକ୍ତି ତାର ତଥାଗତ ଗୃହକୁ ତ୍ୟାଗ କରିବା ଉଚିତ। ଗୃହରୁ ବହିର୍ଗତ ହୋଇଯିବା ଉଚିତ। ବର୍ଣ୍ଣାଶ୍ରମ ଧର୍ମ ବା ସନାତନ ଧର୍ମ ପ୍ରକ୍ରିୟା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି 50 ବର୍ଷ ବୟସ ହୋଇଗଲେ ଯଥାଶୀଘ୍ର ଗୃହ ପରିବାର ପରିତ୍ୟାଗ କରି ଗୃହରୁ ବହିର୍ଗତ ହୋଇଯିବା ଉଚିତ। ଆଧୁନିକ ସଭ୍ୟତା କେବଳ ପାରିବାରିକ ସୁଖ ସୁବିଧା ଓ ଉଚ୍ଚତର ଜୀବନଯାପନ ଉପରେ ଆଧାରିତ ଅଟେ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଗୃହସ୍ଥ ଜୀବନରେ ଏବଂ ଗୃହସ୍ଥ ଜୀବନରୁ ଅବସର ନେଲା ପରେ ମଧ୍ୟ ବଡ଼ ଅସୁବିଧାଜନକ ଐଶ୍ୱର୍ଯ୍ୟ ଓ ସମୃଦ୍ଧିପୂର୍ଣ୍ଣ ତଥା ପତ୍ନୀ ପୁତ୍ର କନ୍ୟା ଆଦିଙ୍କ ଦ୍ୱାରା ପରିବେଷ୍ଟ ହୋଇ ଅତି ଉନ୍ନତ ସାଜସଜ୍ଜାପୂର୍ଣ୍ଣ ଜୀବନରେ ବାସ କରିବାକୁ ଚାହେଁ। ସେ ଏ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ପୂର୍ଣ୍ଣ ଗୃହକୁ ତ୍ୟାଗ କରିବାକୁ ଆଦୌ କାମନା ପୋଷଣ କରେ ନାହିଁ। ଉଚ୍ଚ ରାଜକୀୟ ପଦରେ ନିଯୁକ୍ତ ମନ୍ତ୍ରୀ ଓ ସରକାରୀ କର୍ମଚାରୀମାନେ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେମାନଙ୍କର ଐଶ୍ୱର୍ଯ୍ୟଶାଳୀ ଗୃହ ଏବଂ ପଦରେ ରହିବାକୁ ଚାହାନ୍ତି। ତାହାକୁ ତ୍ୟାଗ କରିବା ସ୍ୱପ୍ନ ମଧ୍ୟ ଦେଖନ୍ତି ନାହିଁ। ସାଂସାରିକ ସୁଖର ଆଶା ଓ ଭ୍ରମ ଏବଂ ମନ ରାଜ୍ୟରେ ବନ୍ଧା ହୋଇ ଭୌତିକବାଦୀ ବ୍ୟକ୍ତି ଅଧିକ ପରିମାଣରେ କିପରି ସୁଖ ସୁବିଧା ପୂର୍ଣ୍ଣ ଜୀବନଯାପନ କରିବ ଏଥିପାଇଁ ନିରନ୍ତର ନାନା ପ୍ରକାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହେ। କିନ୍ତୁ ଅକସ୍ମାତ କ୍ରୂର ମୃତ୍ୟୁ ଆସି ପହଞ୍ଚିଯାଏ। ସେ ବ୍ୟକ୍ତି ପ୍ରତି କୌଣସି କରୁଣା ପ୍ରକାଶ କରେ ନାହିଁ। ମୃତ୍ୟୁ ଆସିନାହିଁ। ସେ ଯୋଜନା ପ୍ରଣୟନକାରୀ ବ୍ୟକ୍ତିକୁ ତାର ଇଚ୍ଛା ବିରୁଦ୍ଧରେ ତାର ସୁଖ ସୌଭାଗ୍ୟପୂର୍ଣ୍ଣ ଗୃହରୁ ଟାଣି ନିଏ। ତାକୁ ସେ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ବାଧ୍ୟ କରେ। ଏ ପ୍ରକାର ଯୋଜନା ପ୍ରଣୟନକାରୀ ବ୍ୟକ୍ତି 84 ଲକ୍ଷ ଜୀବଜନି ମଧ୍ୟରୁ ଗୋଟିଏ ଯୋନି ଗ୍ରହଣ କରିବାକୁ ବାଧ୍ୟ ହୁଏ। ସେ ଯେପରି କର୍ମ କରିଥାଏ ସେ କର୍ମର ଫଳ ଅନୁଯାୟୀ ସେ ଏକ ଯୋନି ପ୍ରାପ୍ତ ହୁଏ। ଯେଉଁମାନେ ଅତ୍ୟଧିକ ପରିମାଣରେ ପାରିବାରିକ ସୁଖ ସୁବିଧା ଓ ପରିବାର ପ୍ରତି ଆସକ୍ତ ହୋଇଥାନ୍ତି ସେମାନେ ପରଜନ୍ମରେ ନିଜ ଯୋନି ପାଆନ୍ତି। ସେମାନେ ପୂର୍ବଜନ୍ମର ଦୀର୍ଘ ଆୟୁଷ କାଳ ମଧ୍ୟରେ ଅନେକ ପାପକର୍ମ କରିଥିବା ହେତୁ ଏ ପ୍ରକାର ଯୋନି ପ୍ରାପ୍ତ ହୁଅନ୍ତି ଏବଂ ଏହିପରି ଭାବରେ ମାନବ ଜୀବନର ସମସ୍ତ ଶକ୍ତି ବୃଥା ଅପଚୟ ହୁଏ। ଦୁର୍ଲଭ ମାନବ ଜନ୍ମକୁ ଅଯଥା ନଷ୍ଟ କରିବା ବିପଦରୁ ଅସତ ପଦାର୍ଥ ପ୍ରତି ଆସକ୍ତ ହୋଇଥିବା ଯୋଗୁଁ ଯେଉଁ ବିପର୍ଯ୍ୟୟ ଘଟିବ ସେଥିରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟକ୍ତିକୁ ଅନ୍ତତଃ ଆଗରୁ ନହେଲେ ସୁଦ୍ଧା 50 ବର୍ଷ ବୟସ ହେବା ମାତ୍ରେ ମୃତ୍ୟୁର ଚେତାବନୀ ନେବାକୁ ପଡ଼ିବ। ଇଏ ହେଉଛି ପଦ୍ଧତି ବା ପ୍ରକ୍ରିୟା। ବ୍ୟକ୍ତି ଏକଥା ଭଲ କରି ଜାଣି ରଖିବା ଉଚିତ ଯେ ମୃତ୍ୟୁ ଘଟିପାରେ। ତେଣୁ ଜୀବନର ଯେକୌଣସି ସମୟରେ ଯେକୌଣସି ସ୍ତରରେ ବ୍ୟକ୍ତି ପରବର୍ତ୍ତୀ ଶ୍ରେଷ୍ଠତର ଜୀବନ ନିମିତ୍ତ ନିଜକୁ ପ୍ରସ୍ତୁତ କରିବା ଉଚିତ। ଇଏ ସନାତନ ଧର୍ମ ଦ୍ୱାରା ଏ ପ୍ରକାର ଭାବରେ ନିମିତ୍ତ ହୋଇଛି ଯେ ଏହାକୁ ଅନୁସରଣ କଲେ ବ୍ୟକ୍ତି ଏ ଦୁର୍ଲଭ ମାନବ ଜନ୍ମ ଆଉ ନଷ୍ଟ କରିବ ନାହିଁ। ସେ ନିଶ୍ଚିତ ଭାବେ ପରବର୍ତ୍ତୀ ଉନ୍ନତ ଜୀବନ କିପରି ଲାଭ କରିବ ସେଥିପାଇଁ ତାଲିମ ପାଇପାରିବ। ସମଗ୍ର ପୃଥିବୀରେ ଥିବା ତୀର୍ଥସ୍ଥାନ ବା ପବିତ୍ର ସ୍ଥାନ ଗୁଡ଼ିକ ସେମାନଙ୍କ ବାସସ୍ଥାନ ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ପାରିବାରିକ ଜୀବନରୁ ଅବସର ନେଇ ପରବର୍ତ୍ତୀ ଉନ୍ନତର ଜୀବନ ଲାଭ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ବୁଦ୍ଧିମାନ ବ୍ୟକ୍ତି ସେସବୁ ସ୍ଥାନକୁ ଜୀବନର ଅନ୍ତିମ କାଳରେ ଯିବା ଉଚିତ। 50 ବର୍ଷ ପରେ ଏକ ଆଧ୍ୟାତ୍ମିକ ବିକାଶମୟ ଜୀବନଯାପନ କରିବା ଉଦ୍ଦେଶ୍ୟରେ ଏବଂ ପାରିବାରିକ ଆସକ୍ତିରୁ ନିଜକୁ ମୁକ୍ତ କରିବା ପାଇଁ ସେସବୁ ସ୍ଥାନକୁ ଯିବା ଉଚିତ। କାରଣ ପାରିବାରିକ ଜୀବନ ଭୌତିକ ଜୀବନର ବନ୍ଧନ ଦଶା ଅଟେ। ଭୌତିକ ଆସକ୍ତିରୁ ମୁକ୍ତ ହେବା ନିମିତ୍ତ ଗୃହତ୍ୟାଗ କରିବା କଥା କୁହାଯାଇଛି। କାରଣ ଯେଉଁ ବ୍ୟକ୍ତି ମୃତ୍ୟୁ ପର୍ଯ୍ୟନ୍ତ ପରିବାର ମଧ୍ୟ ରହେ ବା ପାରିବାରିକ ଜୀବନଯାପନ କରେ ସେ କେବେ ଭୌତିକ ହେଲେ ଆସକ୍ତିରୁ ନିଜକୁ ରକ୍ଷା କରିପାରିବ ନାହିଁ। ଏବଂ ଯେ ପର୍ଯ୍ୟନ୍ତ ବ୍ୟକ୍ତି ଗୋଟିଏ ବିଷୟବସ୍ତୁ ପ୍ରତି ଆସକ୍ତ ହୋଇ ରହିଥିବ ସେ ପର୍ଯ୍ୟନ୍ତ ସେ କେବେ ହେଲେ ଆଧ୍ୟାତ୍ମିକ ସ୍ୱତନ୍ତ୍ରତା କଥା ବୁଝିପାରିବ ନାହିଁ। ତେଣୁ ଗୃହତ୍ୟାଗ ଅନିବାର୍ଯ୍ୟ ଅଟେ। ତଥାପି ଏ ସମ୍ବନ୍ଧରେ ଗୋଟିଏ କଥା ଭଲ ଭାବରେ ମନେ ରଖିବାକୁ ହେବ।
ବ୍ୟକ୍ତି ନିଜର ପ୍ରାରମ୍ଭିକ ଗୃହତ୍ୟାଗ କରି ତୀର୍ଥସ୍ଥାନକୁ ଯାଇ ଯେପରି ସେଠାରେ ବୈଧ ହେଉ ବା ଅବୈଧ ଉପାୟରେ ହେଉ ଆଉ ଗୋଟିଏ ନୂତନ ଗୃହ ନିର୍ମାଣ ନ କରେ। ଏପରି ଦେଖାଯାଏ ଯେ ଅନେକ ଲୋକ ଗୃହତ୍ୟାଗ କରନ୍ତି, ତୀର୍ଥସ୍ଥାନକୁ ଯାଆନ୍ତି, ସେଠାରେ ସନ୍ନ୍ୟାସୀର ଜୀବନଯାପନ କରନ୍ତି, କିନ୍ତୁ ଅସତ୍ ସଙ୍ଗ ଯୋଗୁଁ ପୁଣି ସେଠାରେ ପରିବାର ସୃଷ୍ଟି କରନ୍ତି, ଅବୈଧ ସ୍ତ୍ରୀ ସଙ୍ଗ କରନ୍ତି। ମାୟା ଶକ୍ତି ଏତେ ବଳବତୀ ଯେ ବ୍ୟକ୍ତି ଜୀବନର ପ୍ରତ୍ୟେକ ସ୍ତରରେ ମାୟା କବଳିତ ହେବାର ବହୁତ ସମ୍ଭାବନା ଅଛି। ଏପରି ନିଜର ସୁଖ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଗୃହତ୍ୟାଗ କଲା ପରେ ମଧ୍ୟ ସେ ମାୟା କବଳିତ ହୋଇଯାଇପାରେ। ତେଣୁ ବ୍ୟକ୍ତିକୁ ପ୍ରାରମ୍ଭରୁ ଆତ୍ମସଂଯମ ଅଭ୍ୟାସ କରିବା ଉଚିତ, ଯେପରିକି ଲେସ୍ ମାତ୍ର ଯୌନ ପିପାସା ତା ହୃଦୟରେ ଜାଗ୍ରତ ନ ହୁଏ। ଆଧ୍ୟାତ୍ମିକ ଉନ୍ନତି ଇଚ୍ଛା କରୁଥିବା ବ୍ୟକ୍ତି ପକ୍ଷରେ ଯୌନ ସୁଖ ଉପଭୋଗ ଏକ ଆତ୍ମଘାତୀ ପ୍ରବୃତ୍ତି ଅଟେ, ଏପରିକି ତାଠାରୁ ଆହୁରି ନିଚତର ପ୍ରବୃତ୍ତି ଅଟେ। ତେଣୁ ପାରିବାରିକ ଜୀବନରୁ ଦୂରରେ ରହିବାର ଅର୍ଥ ହେଉଛି ଆତ୍ମସଂଯମ ଅଭ୍ୟାସ କରିବା, ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ଠାରୁ ଦୂରରେ ରହିବା, କଡ଼ାକଡ଼ି ଭାବରେ ଇନ୍ଦ୍ରିୟ ସଂଯମ ଅଭ୍ୟାସ କରିବା, ବିଶେଷ କରି ଯୌନ ପିପାସରୁ ଯୌନ ଭୋଗ କାମନାରୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିବା। ଏହାର ବିହିତ ପ୍ରତିକା ଯେ ବ୍ୟକ୍ତି ଏକ ଏକାନ୍ତ ସ୍ଥାନରେ, ଏକ ପବିତ୍ର ସ୍ଥାନରେ କୁଶ ଆସନ ବିଛାଇ ଏକ ଆସନ ତିଆରି କରିବ, ତାପରେ ମୃଗଚମ ବା ପରିଷ୍କାର ବସ୍ତ୍ର ବିଛାଇବ। ଏ ପ୍ରକାର କୁଶ ଆସନ ଉପରେ ସ୍ଥିର ଭାବରେ ଆସନ କରି ବସିବ। ଭଗବାନ ପବିତ୍ର ନାମକୁ ଅପରାଧହୀନ ଭାବରେ ଉଚ୍ଚାରଣ କରିବ। ପୂର୍ବ ଶ୍ଲୋକରେ ନାମ ଅପରାଧ କଥା ବର୍ଣ୍ଣନା କରାଯାଇଛି। ସେ ଅପରାଧ ଶୂନ୍ୟ ହୋଇ ବରାବର ଭଗବାନର ନାମ ଉଚ୍ଚାରଣ କରିବା ଉଚିତ। ଏ ସମସ୍ତ ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ମନକୁ ଭୌତିକ ଆସକ୍ତିରୁ ମୁକ୍ତ କରି ଭଗବାନ ଚରଣାର ବିନ୍ଦରେ ସ୍ଥିର କରିବା। ଏ ସରଳ ସୁଗମ ପ୍ରକ୍ରିୟା ବ୍ୟକ୍ତିକୁ ଆଧ୍ୟାତ୍ମିକ ଉନ୍ନତିର ସର୍ବସ୍ତର ପର୍ଯ୍ୟନ୍ତ ନେବା ପାଇଁ ସହାୟ କରିବ। ନମ ବିଷ୍ଣୁ ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମତେ ଗୌର ଗୋବିନ୍ଦ ସ୍ୱାମୀ ନାମିନେ। ନମ ବିଷ୍ଣୁ ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତି वेदांत स्वामी नामिने। नमस्ते सरस्वती देवी गौरवाणी प्रसारणे निर्विशेष शून्यवादी पाश्चात्य स्थाने वांछा कल्पतरुभ्यश्च कृपा सिन्धुभ्यो पतितानां पावनेभ्यो वैष्णवेभ्यो हरे कृष्ण उपस्थित भक्त सदानंदी ଆମର ଆସ୍କା କର୍ମକର୍ତ୍ତା ବୃନ୍ଦ, ତେଣୁ ଆଜି ଆମେ ଇସ୍କନ ଆଙ୍କୁଶପୁର ରାମଗଞ୍ଜ ମନ୍ଦିରରୁ ଆସିଛୁ। ଖୁବ୍ କମ୍ ଦିନ ହେଲା ପରିଚାଳନା ଦାୟିତ୍ୱ ଆମେ ନେଇଛୁ। ପୂର୍ବରୁ ମଧ୍ୟ ଥରେ ଦେଶର ମୁଁ ଆସିଛି ଏଠାକୁ, ଆପଣମାନଙ୍କ ସ୍ନେହ ସହାନୁଭୂତି ପାଇ ମୁଁ ସେଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି। ତେଣୁ ସେଇ ଗୋବିନ୍ଦଙ୍କ କତିରେ ପ୍ରାର୍ଥନା କରୁଛି, ଉନ୍ନତି କତିରେ ପ୍ରାର୍ଥନା କରୁଛି। ବିଶେଷ କରି ଆମର ସୀତାରାମ ଲକ୍ଷ୍ମଣ ତାଙ୍କ ପ୍ରାର୍ଥନା କରୁଛି। ପ୍ରଭୁପାଦ ଶ୍ରୀ ଗୁରୁଦେବ ଆମର ସମ୍ପ୍ରଦାୟ ଆସିଥିବା ସମସ୍ତ ଆତ୍ମା ପ୍ରାର୍ଥନା କରୁଛି, ଯେପରି এই ସେଣ୍ଟରଟି ଅଧିକ ଉନ୍ନତି ହେଉ। ଏଠାରେ ଯେଉଁମାନେ ଭକ୍ତ ଅଛନ୍ତି ସେମାନେ କୃଷ୍ଣ ଚେତନାଶୀଳ ହୁଅନ୍ତୁ। ଅନ୍ତିମ ଲକ୍ଷ୍ୟ ହେଲା ଆମେ ଭଗବତ ଧାମ ଯିବା। ଆମେ ଜାଣିଛୁ ଏ ଜାଗା ହେଉଛି ଅଶାଶ୍ୱତ ଦୁଃଖାଳୟ, ଦୁଃଖ ପରିପୂର୍ଣ୍ଣ ଜାଗା କୁହାହେଉଛି। ତେଣୁ ପ୍ରଭୁପାଦ ଏ ସମଗ୍ର ପୃଥିବୀରେ ଏ ଚେତନା ପ୍ରଚାର କଲେ। ଆପଣମାନେ ଜାଣନ୍ତି ପରିଣତ ବୟସରେ ସେ ଯାଇଛନ୍ତି। ଯେଉଁ ସମୟରେ କେହି ବାହାରକୁ ଯାଇପାରିବ ନାହିଁ, କିନ୍ତୁ ଖୁବ୍ କମ୍ ଦିନ ମଧ୍ୟରେ ଯାହା କୁହାଯାଉଛି ପ୍ରଭୁପାଦ 67 ଯାଇଥିଲେ। ତାପରେ 17 ବର୍ଷ ବା 14 ବର୍ଷ ସମଗ୍ର ପୃଥିବୀରେ ସେ ପ୍ରଚାର କରିଛନ୍ତି। 108ଟି ସେ ମନ୍ଦିର ତିଆରି କଲେ। ସମଗ୍ର ପୃଥିବୀରେ ହଜାର ହଜାର ଶିଷ୍ୟ ସେ କରିପାରିଲେ। ଏଟା ହେଉଛି ମହାପ୍ରଭୁଙ୍କ ଅଶେଷ କରୁଣା କୁହାଯାଉଛି। ଆଉ ଗୁରୁଙ୍କର ଅଶେଷ କରୁଣା ଥିଲା। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର
ଯେ ଆମର ପ୍ରଭୁପାଦଙ୍କ ଗୁରୁ ଥିଲେ ସେ ସମଗ୍ର ଭାରତରେ 64ଟି ମନ୍ଦିର କରିଥିଲେ। ଯେଉଁ ସମୟରେ ବିଦେଶ ଶାସକମାନେ ଥିଲେ ସେ ସମୟରେ ସେ 64ଟି ମନ୍ଦିର କରିଥିଲେ। ଆପଣମାନେ ସେ ମନ୍ଦିର ମଧ୍ୟ ଦେଖିଥିବେ, ବହୁ ଜାଗାରେ ଯେଉଁମାନେ ଯାଇଥିବେ କୁହାହେଉଛି। ଭୁବନେଶ୍ୱର ଅଛି, ପୁରୀରେ ଅଛି, ଅନ୍ୟ ଜାଗାରେ ସବୁ ଅଛି କୁହାହେଉଛି। କିନ୍ତୁ ସେ ବିଦେଶରେ ଯାଇ ପ୍ରଚାର କରିବାକୁ ସେ ଚାହୁଁଥିଲେ। ତାଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କର ତାଙ୍କ ପ୍ରତି ନିର୍ଦ୍ଦେଶ ଥିଲା। ତେଣୁ ସେ ଯେତେବେଳେ ପଚାରିଥିଲେ, ଗୁରୁଦେବ ମୁଁ ମଠବାସ କେବେ କରିନି, ଆପଣ ଅନେକ ଶିଷ୍ୟ ଅଛନ୍ତି, ସେମାନଙ୍କୁ ପଠାନ୍ତୁ, ସେମାନେ ପ୍ରଚାର କରିପାରିବେ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ କହିଥିଲେ ଯେ ତାହା ମୁଁ ଦେଖୁଛି ଆମେ ଅନେକ ସେଣ୍ଟର କଲୁ, ଅନେକ ଗୁରୁ ଗ୍ରହଣ କଲୁ, ବହୁତ ପରିଶ୍ରମ କରି ସବୁ ସେଣ୍ଟର କରାଯାଇଛି, କିନ୍ତୁ ଏମାନେ ନିଜ ମଧ୍ୟରେ ଏମାନଙ୍କୁ ସବୁ ପ୍ରତିଯୋଗିତା ହେଲା। କାହିଁକି? ଯେ ପଦବୀ ପାଇଁ। ତା ମଧ୍ୟରେ ସେମାନେ ଭିତରେ ଅସନ୍ତୋଷ, ସେମାନେ ପ୍ରଚାର କଲେଣି। ପ୍ରଚାର କଲେ ସିନା ଚାରିଆଡ଼େ କିଛି କରାଯିବ, ପ୍ରଚାର କଲେଣି। ଏମାନେ ସେ ମନ୍ଦିର ମଧ୍ୟରେ ଯାଇକିରି ଆନନ୍ଦରେ ପ୍ରଚାର କଲେ ନାହିଁ, ଯାହାଫଳରେ ବହୁତ କଷ୍ଟ ପାଉଛି। କାରଣ ମନ୍ଦିର କରିବାଟା କମ୍ କଥା ନୁହେଁ। ଆପଣମାନେ ଜାଣନ୍ତି ଆମର ଅଙ୍କୁଶପୁର ଯେଉଁ ମନ୍ଦିର ହେଇଛି ସେଟା ଆଜକୁ କେତେ 20 ବର୍ଷ ହେଲା ତା ତଳେ ସେ ଶୁଭ ଦିଆ ହେଇଥିଲା। ଆଉ ଆମର ପୂଜ୍ୟ ଶ୍ରୀପାଦ ମହାରାଜ, ଦାମୋଦର ମହାରାଜ, ସେ ତାକୁ ଶୁଭ ଦେଇଥିଲେ। ଚୈତନ୍ୟ ଚନ୍ଦ୍ର ମହାରାଜ ମଧ୍ୟ ସେ କାର୍ଯ୍ୟ ଥିଲେ। ସେ ସମୟରେ ମଧ୍ୟ ମୁଁ ଯାହା ଗୋବିନ୍ଦପୁର ସେଠି ମଧ୍ୟ ଉପସ୍ଥିତ ଥିଲି। କିନ୍ତୁ ଆଜି କେତେ ବର୍ଷ ହେଲାଣି ଆମେ ଚିନ୍ତା କରନ୍ତୁ, ସେ ମନ୍ଦିର କାମ ସେଇ ଅବସ୍ଥାରେ ଅଛି, ମନ୍ଦିର ପ୍ରତିଷ୍ଠା ହେଇପାରିନାହିଁ। ନିକଟରେ ମଧ୍ୟ ଆମେ ରାମନବମୀ ଉତ୍ସବ ପ୍ରତିଷ୍ଠା କରିବାକୁ ଥିଲା, ତାହା ହେଇପାରୁନାହିଁ, ଅନେକ କାର୍ଯ୍ୟ ସବୁ ବାକି ରହିଛି। ତେଣୁ ଏହି ରାମନବମୀ ଉତ୍ସବରେ ମଧ୍ୟ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି, ଯେହେତୁ ପରିଚାଳନା ଦାୟିତ୍ୱରେ ଆମେ ମୁଖ୍ୟ ଅଛୁ। ତେଣୁ ଆପଣମାନେ ମଧ୍ୟ ଆମର କାର୍ଡ଼ ଅଛି ତାଙ୍କୁ ଦେଇଦେବେ। ତେଣୁ ସେ ମନ୍ଦିରକୁ ଯିବାକୁ ମଧ୍ୟ ଅନୁରୋଧ କରୁଛୁ। କଥା ହେଉଛି କ'ଣ? ଗୁରୁଙ୍କର କୃପା ନ ପାଇଲେ କିଛି କରିପାରିବ ନାହିଁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର हरे कृष्ण। हरे कृष्ण हो गया। हरे कृष्ण। हरे कृष्ण। भक्ति सिद्धांत सरस्वती ठाकुर संपूर्ण कृपा पाई भक्ति जदिव अनेक शिष्य शिष्य थे तेणु ये परिणत बयस से जलदूत जहाज जाए अमेरिका पहुंचले से कहीं ना किए चिन्ह परिचय नथिले देखो से पहुंचिक केवल गुरुंकर कृपा फल अमेरिका जहाँ केवे जाई नथिले विदेश से जो अवस्था से मंदिर करछन ता अपन माने जीवनी अच्छी पाठ करेंगे तो जीवन तो अच्छे अपन जानिबे किपरि भाव से जाई कि मंदिर करछन आ से केवल गुरु को कृपा
ତାଙ୍କର ଯେଉଁମାନେ ସବୁ ଥିଲେ ଭକ୍ତେଶ୍ୱର ଶିଷ୍ୟ ସେମାନେ ସେ ପଠେଇଥିଲେ, ସେମାନେ କୃତକାର୍ଯ୍ୟ ହେଇନାହାନ୍ତି, ଫେରି ଆସିଥିଲେ। ତେଣୁ ମନ୍ଦିର କରିବା ବା ସେଟଲ କରିବାଟା ଏଇଟା ବଡ଼ କଥା ନୁହେଁ। ଏଥିପାଇଁ ଆମର ଉତ୍ସାହ ଦରକାର, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ। ଆମର ପ୍ରଥମ ହେଉଛି ଉତ୍ସାହ ଚାଲି ପଡ଼ିବ, ଏ କାର୍ଯ୍ୟ କରିବାକୁ ବୋଲି ଧୈର୍ଯ୍ୟ ଧରିବାକୁ ପଡ଼ିବ, ଅନେକ କଷ୍ଟ ଆସିବାକୁ ପଡ଼ିବ, ଆଉ ନିଶ୍ଚୟ ଆମେ କରିବା ଏଇଟା ମନ୍ଦିରଟା, ତାପରେ କାର୍ଯ୍ୟ ହବ। ଆଉ ଏସବୁ କଥା କୁହାଯାଇଛି। ପ୍ରଭୁପାଦ ପ୍ରଣୀତ ବୟସରେ ଯାଇ କେତେ ମନ୍ଦିର କରିଛନ୍ତି ଚିନ୍ତା କରିପାରିବେ ନାହିଁ। ଏପରିକି ମନ୍ଦିର ହେଲା ପରେ ଶିଷ୍ୟ ଦରକାର, ମନ୍ଦିର ପ୍ରତିଷ୍ଠା ହେଲା ପରେ ମଧ୍ୟ ତା ପାଇଁ ବ୍ରାହ୍ମଣ ଦରକାର, ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଅନେକ କାର୍ଯ୍ୟ ଦରକାର। ଆମେ ଦେଖୁଛୁ ବର୍ତ୍ତମାନ ଆମେ ମନ୍ଦିର ସିନା ଶେଷ ହେବାକୁ ଗଲାଣି, କିନ୍ତୁ ଦେଖିଲା ଅନେକ କ'ଣ ଭକ୍ତ ଦରକାର, ନହେଲେ ହେଇପାରିବ ନାହିଁ। ସେ ଲେଖିଥିଲେ ଉପାଧି ତାଙ୍କର ଗୌଡୀୟ ମଠର ସବୁ ଯେଉଁମାନେ ଅଛନ୍ତି ପୁରୋଧା ତାଙ୍କୁ ଲେଖିଥିଲେ, ମୁଁ ଗୁରୁଙ୍କ ନିର୍ଦ୍ଦେଶରେ ଏଠାରେ ଆସିଲି, ଯାହା ହଉ ସେ ଗୁରୁଙ୍କର ମହତ କୃପା ଯୋଗୁଁ ମୁଁ ଏଠାରେ ମନ୍ଦିର କରିଦେଲି। ବର୍ତ୍ତମାନ ବିଗ୍ରହ ବି ଆମେ କଲୁ, ତେଣୁ ଆପଣମାନେ ଭକ୍ତ ପଠାନ୍ତୁ, ଆମେ ଏଠାରେ କ'ଣ ସବୁ ପୂଜା ଅର୍ଚ୍ଚନା କରିବା। ଆରେ ସେ ପ୍ରଭୁପାଦ କହିଲେ ମୁଁ ପଇସା ଦେବି ଆପଣମାନେ ଆସିବେ। କେହି ଖଣ୍ଡେ ଚିଠି ଲେଖିଲେ, କେହି ଉତ୍ତର ଦେଲେ, କେବଳ ଜଣେ ବ୍ରହ୍ମଚାରୀ ଭକ୍ତ ସେ ଉତ୍ତର ଲେଖିଥିଲେ, ଆପଣମାନେ କାହିଁ ସାହାଯ୍ୟ କରୁନାହାନ୍ତି। ସେ ଭାବିଲେ ପ୍ରଭୁପାଦଙ୍କର ଗୁରୁଦେବଙ୍କର ଇଚ୍ଛା। ତେଣୁ ସେ କ'ଣ କଲେ, ସେ ବିଦେଶୀ ଭକ୍ତମାନେ ବ୍ରାହ୍ମଣ ଦୀକ୍ଷା ଦେଲେ, ସେଇମାନେ ମନ୍ଦିର ପୂଜା ଅର୍ଚ୍ଚନା କଲେ। ଶହ ଶହ ସେଣ୍ଟର ହେଇଯାଇଛି, କେତେ 600 ନା 700 ସେଣ୍ଟର ବର୍ତ୍ତମାନ କାହା ହେଇଛି, ସେ ପ୍ରଭୁପାଦ କୃପା। ଜୟ ଶ୍ରୀ ପ୍ରଭୁପାଦ କି ଜୟ। ତେଣୁ ଆମେ ସେ ପ୍ରଭୁପାଦଙ୍କୁ କୃପା କାମନା କରୁଥାଏ। ଯେଉଁ ଆଚାର୍ଯ୍ୟମାନେ ଥିଲେ ତାଙ୍କର ମଧ୍ୟ ପାଦ ଧରି କାମନା କରୁଛୁ। ଆମର ଚୈତନ୍ୟ ଚନ୍ଦ୍ର ମହାରାଜ ସିଏ ଆମର ଭାଇ କୁହାହେଉଛି, ସେ 3ଟା ଦାୟିତ୍ୱରେ ଥିଲେ। ଏଠି ଆମର ଗଦେଇଗିରି ମନ୍ଦିରରେ ସିଏ ଥିଲେ, ବାହାନଗାଁ ମନ୍ଦିର ଥିଲେ, ଏଠି ମନ୍ଦିର ଥିଲେ, ସେ ବି ଅପ୍ରକଟ ହେଇଗଲେ। ତେଣୁ ମନ୍ଦିର କେମିତି ହବ? ଆମ ଭିତରେ ଆମେ ଯଦି ଚେତନଶୀଳ ନ ହବ କେମିତି? ମୋର ମନ ଅଛି ଯେତେବେଳେ ଆମେ ଭୁବନେଶ୍ୱର ମନ୍ଦିରରେ ଗୁରୁଦେବଙ୍କର ଆଶ୍ରିତ ହେଲୁ, ସେତେବେଳେ ମନ୍ଦିରରେ କିଛି ଭକ୍ତ ନଥିଲେ। ଏଇ ଯେଉଁ ବର୍ତ୍ତମାନ ଗୋପୀନାଥ ମହାରାଜ କହୁଛନ୍ତି, ସେ ଆଉ ଚୈତନ୍ୟ ମହାରାଜ ଚାଲିଗଲେଣି। ଆମେ ସବୁ ପାଖାପାଖି ଖୁବ୍ କମ୍ ଲୋକ ଥିଲୁ, ତେଣୁ ଗୁରୁଦେବଙ୍କୁ ଆମେ ସାହାଯ୍ୟ କରୁଥିଲୁ। ବର୍ତ୍ତମାନ ଯେମିତି ଏଠାରେ ଆଉଟପୋଷ୍ଟ ହେଇଛି, କେତେ ଭକ୍ତ ଆସୁଛନ୍ତି, ବହୁତ କମ୍ ଭକ୍ତ ଆସୁଛନ୍ତି, ସେଇ ପ୍ରକାର ଅବସ୍ଥା ଥିଲା। କିନ୍ତୁ ଗୁରୁଙ୍କ ନିଷ୍ଠା ଥିଲା। ଆମେ ସକାଳୁ ନିଜ କାର୍ଯ୍ୟ ଥିଲେ ମଧ୍ୟ ଯାଉଥିଲୁ, ରବିବାର ଦିନ ନିଶ୍ଚିତ ସମସ୍ତେ ଆସୁଥିଲୁ। ତେଣୁ ସେଠାରେ ଆମେ ସମସ୍ତେ ସାଇକେଲ ଥୋଇ ଆମେ ଯାଇ କୀର୍ତ୍ତନ କରୁଥିଲୁ। କୀର୍ତ୍ତନ କଲା ପରେ ଯାହା କିଛି ଅର୍ଥ ଆସୁଥିଲା ସେଥିରେ ଆମର ରବିବାର ଫଙ୍କସନ୍ ହେଇଯାଉଥିଲା। ମୁଁ କହୁଛି ପ୍ରକୃତ କଥା କହୁଛି, ଆପଣ ତ ଏଇଟା କେତେ 3 ବର୍ଷ ହେଲାଣି ନା, 3 ବର୍ଷ ପରେ ସେଣ୍ଟର ହେଲାଣି, କିନ୍ତୁ ସେଠାରେ ଆମେ ଖୁବ୍ ପହଞ୍ଚିଲା ପରେ ଏସବୁ ଆରମ୍ଭ ହେଲା। ଆମେ ପ୍ରତି ରବିବାର ଯାହା କିଛି ଭିକ୍ଷା ଅଣାଯାଏ, ସେଥିରେ ସେ ବିଷୟ ପ୍ରଭୁ ଆଉ ଜଣେ କାଶୀନାଥ ଦେବା ରୋଷେଇ କରନ୍ତି, ତାପରେ ଆମର ଗୁରୁଦେବ ଆସି ପ୍ରବଚନ ଦିଅନ୍ତି। ଆସ୍ତେ ଆସ୍ତେ ମନ୍ଦିର ହେଇଯାଉଛି। ଏଇଟା ଗୋଟେ ବଡ଼ କଥା ନୁହେଁ, ଆମର ଉତ୍ସାହ ଦରକାର, ନିଶ୍ଚୟ ଦରକାର, ସମସ୍ତଙ୍କ ସହଯୋଗ ଦରକାର, ନହେଲେ କେମିତି ହେଇପାରିବ? ବୁଝିପାରୁଛ? ତେଣୁ ଏଠାରେ ଆମେ ସେଇ କଥା ପରିଲକ୍ଷିତ କରୁଛୁ। ଆପଣମାନେ ଯେଉଁମାନେ ଅଛନ୍ତି ଏଠାରେ ମୁସଲିମ ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଅଛି। ଆମର ଏଠି ଶାନ୍ତି ସ୍ୱରୂପ ଆସୁଛନ୍ତି, ସେ ବର୍ତ୍ତମାନ ଆମର ସେକ୍ରେଟାରୀ ଅଛନ୍ତି, ଶାନ୍ତି ବାବୁ ଏଠି ଆସୁନା, ସେ ଏଠି ଅଛନ୍ତି। ମୁଁ ତାଙ୍କୁ କହୁଛି ସେ ମଧ୍ୟ ଏଠି ସହଯୋଗ କରନ୍ତୁ। ଏଠି ପ୍ରଭୁ ଅଛନ୍ତି, ସମସ୍ତେ ସହଯୋଗ କଲେ ଆମେ ବସିବା, ଆମ ଭିତରେ କ'ଣ ଅସୁବିଧା ହେଇଛି ତାକୁ ଆମେ ସମାଧାନ କରିବା। ଆଉ ଖୁବ୍ ଶୀଘ୍ର ଯେପରି ଆଉଟପୋଷ୍ଟଟା
ଜାଗା ଫାଗା କୋଉଠି ଅଛି କ'ଣ ଦେଖିବାକୁ ପଡ଼ିବ, ଏଇଟା ମାଗିବାକୁ ପଡ଼ିବ। ସେଇ କଥା ଆମ ମନ ଭିତରେ ଆସୁଛି। ଯେଉଁମାନେ ଏଠି ଅଛନ୍ତି ବହୁତ ଭଲ ଲୋକ ଅଛନ୍ତି, ଭକ୍ତ ଅଛନ୍ତି, ହେଇପାରିବ କାହିଁକି ନିଷ୍ଠା ନାହିଁ, ଉଦ୍ୟମ ନାହିଁ। ତେଣୁ କୁହାଯାଏ ଗୋଟେ ପରିବାର ଭିତରେ ଆମେ ଚଳିପାରୁନଥାଏ, ବାପ ପୁଅ ଘରେ ଯେତେବେଳେ ଏବେ ଆଶ୍ରମ ସମସ୍ତେ ଆସିବେ, କିନ୍ତୁ ଆମେ ସେ ପ୍ରଭୁପାଦଙ୍କ ପାଖରେ ପ୍ରାର୍ଥନା କରିବା, ଗୁରୁଦେବଙ୍କ ପ୍ରାର୍ଥନା କରିବା, ସେ ଆମକୁ ଶକ୍ତି ଦିଅନ୍ତୁ ଯାହାଦ୍ୱାରା ଆମେ ଏ କାମ କରିପାରିବା। ଏଇ କାମରେ ଆମେ କରୁଛୁ। ତାପରେ ଆମେ କେତେବେଳେ ବସିବା, ଆଜି ତ ବସି ହେବନି, ସମୟ ନାହିଁ, ଆଉ କେତେବେଳେ ଗୋଟେ ଦିନ କରି ଆମେ ସେତେବେଳେ ଆସିକି ବସିବାକୁ ପଡ଼ିବ। ତେଣୁ ଶାନ୍ତି ସବୁ କହୁଛୁ ତମେ ମୋତେ ଯେଉଁମାନେ ଭକ୍ତ ଅଛି ଏଠି ଆସନ୍ତୁ, ଅନ୍ୟମାନେ ଆସନ୍ତୁ, ଆମେ ବସିବା। ଯଦି କହିବା ଆମେ ଏଠି ଆସିବୁ, ନହେଲେ ଆମକୁ ସୁବିଧା ଆପଣ ଯାଆନ୍ତୁ, କେଉଁଟା ସୁବିଧା ହେବ? ଏଠି ବସିବାକୁ ତ ଆମର ସବୁ ତ ପାର୍ଟି ଅଛି ନା, ବୁଝିପାରୁଛୁ? ଆପଣ ଅନ୍ୟ ଜାଗାରେ ବସନ୍ତୁ, ଏସବୁ ଜିନିଷ ଅସୁବିଧା ଅଛି ଆମ ମନ୍ଦିରକୁ ଆସନ୍ତୁ, ସେଠି ବସି ଆମେ କଥାବାର୍ତ୍ତା କରିବୁ। ଏଇଟା ଦିନେ ଠିକ୍ କରନ୍ତୁ, ଆମ ମନ୍ଦିରକୁ ଯେଉଁମାନେ ମ୍ୟାନେଜମେଣ୍ଟ ଅଛନ୍ତି ଡାକିକି ଆମେ ଆଲୋଚନା କରିବା, ଆମ ଭିତରେ କ'ଣ ଅଛି ତାକୁ ସମାଧାନ କରିବାକୁ ଚାହୁଁଛି। ଆମ ଗୋବିନ୍ଦଙ୍କ ଇଚ୍ଛା ଆମେ ପ୍ରାର୍ଥନା କରୁଛୁ, ପ୍ରଭୁପାଦ ଇଚ୍ଛା କାମନା କରୁଛୁ। ଆମେ ଆଜି ଶ୍ଲୋକଟା ଆମେ ପାଠ କଲେ ସେ ବିଷୟରେ ମୁଁ କିଛି କଥା କହିକି ଆମେ ବିଶ୍ରାମ ନେବା। ତେଣୁ ଆଜି କେଶବ କହିବାକୁ ପଡ଼ିବ, ଏଇ ଅଧଘଣ୍ଟା ଆଚ୍ଛା ଆମକୁ କମ୍ ସମୟ ଭିତରେ ସାରିବାକୁ ପଡ଼ିବ। ଏଠାରେ ଆମେ ଭଗବତ ପ୍ରାସର ପ୍ରଥମ ପଦକ୍ଷେପ ଉପରେ ଆମେ ଆଲୋଚନା କଲେ। ଏଠାରେ ଶ୍ଲୋକର ବୃହତ ପରି ପ୍ରବର୍ତ୍ତିତ ଧୀର ପୁଣ୍ୟତୀର୍ଥ କଳାୟୁତ ଜଳାୟୁତ ସୂଚ ବିବିକ୍ତ ଆସିନୁ ବିଧିବଦ୍ଧ କଳ୍ପିତାସନ। ଇଏ ହେଲା ଶ୍ଲୋକ। ତାର ଅର୍ଥ ହେଲା ବ୍ୟକ୍ତି ଗୃହତ୍ୟାଗ କରି ଆତ୍ମସଂଯମ ଅଭ୍ୟାସ କରିବା ଉଚିତ। ଏକ ତୀର୍ଥସ୍ଥାନରେ ରହି ନିୟମିତ ସ୍ନାନ କରି ଏବଂ ଏକ ସ୍ଥାନରେ ପବିତ୍ର ଆସନରେ ଉପବେଶନ କରିବା ଉଚିତ। ଏ ହେଉଛି ଶ୍ଲୋକର ଅର୍ଥ। ଆମର ହେଉଛି ବର୍ଣ୍ଣାଶ୍ରମ କହୁଛି, ଚାରି ବର୍ଣ୍ଣ ଚାରି ଆଶ୍ରମ କହିଛନ୍ତି, ବୁଝିପାରୁଛନ୍ତି? ଚତୁର୍ବର୍ଣ୍ଣ ମହିଳା ସୃଷ୍ଟଙ୍କ କୁହାଯାଉଛି, ଗୁଣକର୍ମ ବିଭାଗ ଗୀତାରେ ବର୍ଣ୍ଣନା କହିଲେ। ଏଇ ଯେଉଁ ଚାରିଟା ବର୍ଣ୍ଣ ଆଶ୍ରମ ଗୁଣକର୍ମ ଅନୁସାରେ ତିଆରି ହେଇଛି, ଏକଥା ଗୀତାରେ ବର୍ଣ୍ଣନା କହିଲେ। ଚାରି ବର୍ଣ୍ଣ କହିଲେ କ'ଣ? ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଏ ହେଲା ଚାରି ବର୍ଣ୍ଣ କୁହାଯାଉଛି। ଆଶ୍ରମ ହେଉଛି ବ୍ରହ୍ମଚର୍ଯ୍ୟ ଆଶ୍ରମ, ଗୃହସ୍ଥ ଆଶ୍ରମ, ସନ୍ନ୍ୟାସ ଆଶ୍ରମ, ବାନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ, ଚାରିଟି ଆଶ୍ରମ କୁହାଯାଉଛି। ଏଠାରେ ବୁଝେଇଛନ୍ତି ଜଣେ ଲୋକ ଗୃହସ୍ଥ ହଉ, କିନ୍ତୁ ତାକୁ ଏ ତ୍ୟାଗପୂର୍ଣ୍ଣ ଜୀବନଯାପନ କରିବାକୁ ପଡ଼ିବ। ସତ୍ ସନ୍ନ୍ୟାସ, ସନ୍ନ୍ୟାସ ମାନେ ସତ୍ ମାନେ ସେ ପରମଶ ଭଗବାନ ପାଇଁ ଘର ତ୍ୟାଗ କରିବାକୁ ପଡ଼ିବ। ଏ ବର୍ଣ୍ଣାଶ୍ରମ ଧାରାରେ କୁହାଯାଇଛି। ଆମେ ପୁରା ରହିବା ଶେଷ ପର୍ଯ୍ୟନ୍ତ ତାର ନାହିଁ। ଯେଉଁମାନେ 50 ବର୍ଷ ହେଇଗଲା ବା 50 ବର୍ଷ ପରେ ଚାକିରି ରିଟାୟାର୍ଡ କରିଗଲେ, ସେମାନେ ଆସିକି ରହିପାରିବା, ସେମାନେ କିଛି ଅସୁବିଧା ନାହିଁ। ଆମେ ସେ ଆଶ୍ରମ ସେ ପ୍ରକାର ପରିବେଶ କରିବାକୁ ପଡ଼ିବ। ଆମର ତ ଆଙ୍କୁଶପୁର ଆଶ୍ରମ ରହିଛି, କିଛି ଅସୁବିଧା। ଯେଉଁମାନେ ଯିବେ ଆମେ ତାଙ୍କୁ ମଧ୍ୟ ଆଶ୍ରମ ଦେଇପାରିବା ନା କ'ଣ କହୁଛୁ? କହୁନୁ ବ୍ୟବସ୍ଥା ହେଇପାରିବ ନାହିଁ? ଆଙ୍କୁଶପୁର ମନ୍ଦିର ବ୍ୟବସ୍ଥା ହେଇପାରିବ। ଯେଉଁମାନେ ଯିବେ ଚାହୁଁଛନ୍ତି ଘର ଛାଡ଼ିକି ଆସିବା, ଆମେ ତା ବ୍ୟବସ୍ଥା କରିଦେବା, ଘର ଫର ରହିବେ ସବୁ, କିଛି ଅସୁବିଧା ନାହିଁ। ବୁଝିପାରୁଛନ୍ତି? କିନ୍ତୁ କିଏ ବାହାରୁଛି? ସେଇଟା ସମ୍ଭବ ନୁହେଁ କୁହାଯାଉଛି। ସେଇଟାକୁ ଏଇ ଯେଉଁ ପଦ୍ଧତିଟା ଅଛି କରିବାକୁ, ସେଇ କଥା ଏଠାରେ ବୁଝେଇଛନ୍ତି। ପ୍ରପାତ ସୁନ୍ଦର ଭାବେ ଘର ଛାଡ଼ିବାଟା ଏତେ ସହଜ ନୁହେଁ। ଆମେ ଆସକ୍ତି ହେଇପଡ଼ୁଛୁ ଘର ପ୍ରତି ନା, କିନ୍ତୁ ସେଟାକୁ ଏଇଠି ଅଭ୍ୟାସ କରିବାକୁ ପଡ଼ିବ। ଗୋଟେ ଆଉଟ୍ ପୋଷ୍ଟର ଅଛି ଏଠି ପାଖରେ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ଏଠି ଆସିବେ। ମଙ୍ଗଳ ଆରତୀରେ ତ ହଉଛି କ'ଣ? ମଙ୍ଗଳ ଆରତୀରେ ଆସିବେ, କିଏ ଜଣ ଦେଖିବ ଦେଖିବା, ଖାଲି ହଉଛି କହିଲେ କ'ଣ ହବ? କିଏ ଜଣ ମଙ୍ଗଳ ଆରତୀ ଆସୁଛନ୍ତି ହାତ ଟେକିଲା, ମଙ୍ଗଳ ଆରତୀରେ ତିନିଟା ଚାରିଟା ଲୋକ ଆଉ ଗୋଟେ ଆଡ଼କୁ ବାହାରିଲା 1 2 3 4 5 6 ଜଣ। ପାଖାପାଖି ଆମେ 20-25 ଲୋକ ଏଠି ଅଛୁ, 3-4 ଲୋକ ମଙ୍ଗଳ ଆରତୀ ପାଖରେ ମନ୍ଦିର ଅଛି। ପୁଣି ଆସନ୍ତୁ, ଆଉଟପୋଷ୍ଟ କରାଯାଇଛି, ଆସନ୍ତୁ, ଆସିବାକୁ ପଡ଼ିବ। କାରଣ ମଙ୍ଗଳ ଆରତୀଟା ମଷ୍ଟ,
କାରଣ ଭଗବାନ ସେତେବେଳେ ସମସ୍ତଙ୍କୁ ଦେଖନ୍ତି, ଭଗବାନ ମଙ୍ଗଳ ଆରତୀ ଦେଖନ୍ତି ସମସ୍ତଙ୍କୁ, କୋଉମାନେ ଆସୁଛନ୍ତି ଭଗବାନ ଅନ୍ୟ ସମୟରେ ବିଚ୍ ଥାନ୍ତି ମଙ୍ଗଳ ଆରତୀ ଆସିବା ପୂର୍ବରୁ। ତ ଆମେ ମଧ୍ୟ ସବୁ ସେଣ୍ଟରରେ ସେ ବ୍ୟବସ୍ଥା କରାଯାଇଛି। ଆମେ ଯେତେବେଳେ ଭୁବନେଶ୍ୱର ସେଣ୍ଟର ତ ଆମ ସବୁବେଳେ ଆରମ୍ଭ କରାଗଲା, ମୁଁ ସେଟା କହୁନି କହିବା ପାଇଁ, ସେତେବେଳେ ମଙ୍ଗଳ ଆରତୀ ସମସ୍ତେ ଆସିଲେ। ଉର୍ଦ୍ଦୁ ଟାଇମରେ ପାଖାପାଖି 150-200 ଭକ୍ତ ଥିଲେ, ଥିଲା ସବୁ ଏତେ ଭକ୍ତ ଥିଲେ ସବୁ, ସେମାନେ ସମସ୍ତେ ଆସିଲେ। ମୁଁ ସେଥିରୁ ମଝିରେ ଥିଲି, ଦାୟିତ୍ୱରେ ଥିଲାବେଳେ ମୁଁ ଯାଏ, ଆପଣମାନେ କାହିଁ ଆସୁନାହାନ୍ତି, ସେମାନେ ଟାଣିକି ଆସିବେ ସବୁ। ତାପରେ ମଙ୍ଗଳ ଆରତୀ ଆସିଲା ପରେ ସବୁ ମଙ୍ଗଳ ହେଇଗଲା। ଆମେ ଭଗବାନ ସକାଳୁ ଦର୍ଶନ କଲେ ଆମର ସବୁ ମଙ୍ଗଳ ହେଇଗଲା। ମଙ୍ଗଳ ଆରତୀ ଶାସନ କରିବା ପାଇଁ ତାପରେ ଦର୍ଶନ ଆରତୀ ଆପଣ କରୁଛନ୍ତି, ଦର୍ଶନ ଆରତୀ ନଥିବ, ମଙ୍ଗଳ ଆରତୀରେ କହୁଛନ୍ତି ଆସୁଛନ୍ତି। ଆଉ ମୁଁ ଆସିବି ଥରେ ଦେଖିବା କେତେ ଜଣ ଆସୁଛନ୍ତି। ନାଇଁ ରାତିରେ ମୁଁ ପଳେଇ ଆସି ପହଞ୍ଚେ, ଆମର ତ ଗାଡ଼ି ଫାଡ଼ି ଧରି ପଳେଇ ଆସିବା ଯାଇକି ଆଉ ଶଙ୍ଖଧର ଅଛି ଆଉ ସେଠି ମଙ୍ଗଳ ଆରତୀ ଏଇଠି ମଙ୍ଗଳ ଆରତୀ କରିବା ଆଉ ଆମେ ଦେଖିବା କେତେ ଆସୁଛନ୍ତି। ବୁଝିବା ମଙ୍ଗଳ ଆରତୀ ଯୋଉମାନେ ଆସିବେ ମଙ୍ଗଳ ଆରତୀ ହାତ ଟେକିଲେ କେତେ ଜଣ ମଙ୍ଗଳ ଆରତୀ ଆସିବେ ତାହେଲେ ଆଉ ଆମର କେତେ ଜଣ ହେଲେ ମଙ୍ଗଳ ଆରତୀରେ ଆସିବେ? ମଙ୍ଗଳ ଆରତୀରେ କୋଉମାନେ ଆସିବେ ହାତ ଟେକନ୍ତି? କହିଲେ ପ୍ରଭୁ ଗଣିଲ ଦେଖିବା ଆଉଟ ପୋଷ୍ଟ ହଉଛି ନା ମନ୍ଦିର ହବ ଏଠି 18 ଜଣ ଆସିଲେ ବହୁତ ଭଲ। ବୁଝିପାରୁଛନ୍ତି? ଆପଣମାନେ ଆସନ୍ତୁ ମଙ୍ଗଳ ଆରତୀରେ, ତାପରେ ଦର୍ଶନ ଆରତୀ ତ ହବ, ତାପରେ ସବୁ ବିଭିନ୍ନ ପ୍ରକାର ସେବା ପଢେଇଯିବେ ସବୁ, କିନ୍ତୁ ଆସିଲେ ସେ ମଙ୍ଗଳ ଆରତୀରେ ଆସନ୍ତୁ ହେଲା। ତାପରେ ଆମର ଏଠି କିଛି ଭାଗବତ କଥା କହିବାକୁ ଶ୍ରବଣ କରିବେ, ଭାଗବତ କଥା ସେଇଟା ପ୍ରଭୁପାଦ କହିଛନ୍ତି ପ୍ରତି ସେଣ୍ଟରରେ ମଙ୍ଗଳ ଆରତୀ, ଦର୍ଶନ ଆରତୀ, ଭାଗବତ କଥା କୁହାଯିବ, ତାପରେ ନିଜ କାମ ଯିବା ସାରିବା ହେଲା। ସନ୍ଧ୍ୟାରେ ସନ୍ଧ୍ୟା ତ ହଉନି, ସନ୍ଧ୍ୟାରେ କେତେ ଜଣ ଆସୁଛନ୍ତି? ସେଇ ଅବସ୍ଥା ନାଇଁ ସେ ସବୁ ନେଇ ଏଇ କିଛି ନୁହେଁ, ଏ ହଉଛି କଥା। ବୁଝିପାରୁଛ? ଅଧିକ ସନ୍ଧ୍ୟାବେଳେ ଯୋଉମାନେ ଦିନରେ ଆସିପାରିବେ, କିନ୍ତୁ ରବିବାର ଦିନ ଛୁଟିରେ ସେଥିରେ ଆସିପାରିବେ, ରବିବାରଟା କରାହଉଛି ସେ ସବୁ ମୁଁ ଦେଖିଲି। ମୁଁ ଆଜ୍ଞା ପ୍ରେଜେଣ୍ଟ ମୁଁ ଆସିଯିବ, ମୋ ପାଇଁ ଅସୁବିଧା କିଛି ନାହିଁ, ମୁଁ ଆସି ପହଞ୍ଚିଲା କିଏ ନଥିବେ, ମତେ ଭଲ ଲାଗିବ। ଆପଣ କାହିଁ ଅସୁବିଧା ଅନୁଭବ ମୁଁ ଦେଖୁଛି, ଆପଣ କୁହନ୍ତୁ ସେମାନଙ୍କୁ ଟ୍ରେନିଂ ଦିଅନ୍ତୁ। ହଁ ଏଣିକି ମଙ୍ଗଳବାର ଆସୁଛନ୍ତି, ଗୋଟେ ଆଟେଣ୍ଡାନ୍ସ ରେଜିଷ୍ଟର ରଖିବେ, ଦେଖିବା ନା କଣ ଏଇ ମାସଟା ଦେଖିବା କେତେ ପ୍ରେଜେଣ୍ଟ ହଉଛନ୍ତି, ଆମେ ଆସିବୁ, ଅସୁବିଧା ନାହିଁ, ଆସନ୍ତୁ। ତାହେଲେ କଣ ହବ? ଏଇ କଥା ପ୍ରପାତ କହିଲେ ସବୁ ଜିନିଷ ବହୁତ ସୁନ୍ଦର କଥା କୁହାହଉଛି ବର୍ଣ୍ଣାଶ୍ରମ ବିଷୟରେ। ପ୍ରପାତ ଯୋଉମାନେ ରିଟାୟାର୍ଡ ଚାକିରି ରିଟାୟାର୍ଡ କରିଗଲେ ବା କିଛି ବାକି ଅଛି ସେମାନେ ଯୋଗଦାନ କରନ୍ତୁ। କେତେ ଜଣ ବାସ ପାରିବେ? ଆପଣଙ୍କୁ ରିଟାୟାର୍ଡ କରି କେତେ ଜଣ ଯୋଗଦାନ କରିବେ ମନ୍ଦିରରେ? ସବୁ ଜାଗା ଆସିବେ, କିଏ କୋଉ ଆସିବେ କିଏ କହିପାରିବ? ତାଙ୍କ କଥା କହୁଛନ୍ତି ବଡ ଆସକ୍ତି ଅଛନ୍ତି ନା ସେ କୋଉଠି ଆସିବେ? ସହଜ କଥା ନାହିଁ ଆଜ୍ଞା। ସେଇ କଥା ଏଇଟା ପ୍ରପାତ ବୁଝେଇଛନ୍ତି। ସୁନ୍ଦର ଭାବରେ ପ୍ରପାତ ବୁଝିଛି। ପ୍ରତ୍ୟେକ ବ୍ୟକ୍ତି 50 ବର୍ଷ ବୟସ ହେଇଗଲେ ଯଥାଶୀଘ୍ର ଗୃହ ପରିତ୍ୟାଗ କରି ଗୃହରୁ ବହିର୍ଗତ ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି। ଆଧୁନିକ ସଭ୍ୟତା କେବଳ ପାରିବାରିକ ସୁଖ ସୁବିଧା ଓ ଉଚ୍ଚତର ଜୀବନଯାପନ ଉପରେ ଆଧାରିତ। ଆରେ ମୋର କାମ ଅଛି ନା, ଝିଅଟା ବାହା ହେଇନି, ଘର ଫର କରିବାକୁ ପଡିବ, ରହିଗଲା ଆଉ ଉଠେଇ ପାରିବ। ଉର୍ଦ୍ଧବ ଚୈତନ୍ୟ ଆମେ ଥିଲୁ ସମସ୍ତେ, ସବୁ ଥିଲେ। ଉର୍ଦ୍ଧବ କହିଲେ ମୋର 4ଟା ଲୋକ ଦରକାର, କିଏ ବାହାରିବ ମନ୍ଦିର କରିଦେବା। ମନେ ଅଛି ଆମର ଚୈତନ୍ୟ ମହାସାର୍ଥିକ ପିଲା ଅଛନ୍ତି ଛୋଟ ଛୋଟ, କଣ ପଇସା ଚାକିରି ପାଉଛନ୍ତି ସେ ଛାଡ଼ିଦେବେ। ମୁଁ କହିପାରୁନି ଆଉ ଉର୍ଦ୍ଧବ ଚାହୁଁଛନ୍ତି, ଉର୍ଦ୍ଧବ ଚାହୁଁଛନ୍ତି ଯେ ମୋର ଦରକାର
ଆମେ ଆଶ୍ଚର୍ଯ୍ୟ ଆମ ଭିତରେ କେହି ଟୋକୁନାହାନ୍ତି ଦାଦା ସେ ଜଣେ ଟେକି ଦେଲେ ଚୈତନ୍ୟ ମହାପ୍ରଭୁ ଆପଣ ଜାଣିଥିବେ ଏଠି ଆସିଛନ୍ତି ନା ତେଣୁ ସେ ହାତ ଟେକିଲେ ମୁଁ ଆଶ୍ଚର୍ଯ୍ୟ ହେଇଗଲି ତ୍ୟାଗଭୂତ ଜୀବନଟା ସହଜ କଥା ନୁହେଁ ତେଣୁ ଆଜି କଣ ହେଲା ଦେଖ ଅସୁବିଧା କିଛି ହେଇଛି କି ଚାକିରି ଛାଡ଼ିଲା ପରେ ଅସୁବିଧା କିଛି ହେଇଛି କୋଟି କୋଟି ଟଙ୍କାର ସେ ମାଲିକ ହେଇଗଲେ ତାଙ୍କୁ ଦେଲେ ପୂର୍ବ ତାଙ୍କୁ ସବୁ ଦେଲେ ରେଜିଡ୍ ହାତ ଧରେଇ ଦେଲେ ସବୁ ପୃଥିବୀ ସାରା ଘୁରିଲେ ତାକୁ ଧରିକି ଅସୁବିଧା କଣ ହେଲା 3 ଦିନ ଆମ ଦେଲେ ସେ ସେତିକି ଟ୍ରେନିଂ ନେଇଛନ୍ତି ନା ତେଣୁ ଆପଣ ସବୁ ଜିନିଷ ସେଇଥିପାଇଁ କହୁଛି ଆମେ କେତେଜଣ ତ୍ୟାଗଭୂତ ଜୀବନଯାପନ କରିବାକୁ ପଡ଼ିବ ଆମେ ଘର ଛାଡ଼ିବା ଭଗବାନ ସେବା କରିବା ସେଟା ନହେଲେ ହେଇପାରିବନି ବୁଝିପାରୁଛ ସେଇ କଥା ପ୍ରଭୁପାଦ କହିଲେ ବ୍ୟକ୍ତି ଗୃହସ୍ଥ ଜୀବନର ଅବସର ପରେ ବଡ଼ ବଡ଼ ଅସୁବିଧା ଐଶ୍ୱର୍ଯ୍ୟ ସମୃଦ୍ଧି ତଥା ପତ୍ନୀ ପୁତ୍ର କନ୍ୟା ଆଦିଙ୍କ ଦ୍ୱାରା ପରିବେଷ୍ଟ ହୋଇ ଅତି ଉନ୍ନତ ଶାସ୍ତ୍ରାପୂର୍ଣ୍ଣ ଭୂମିରେ ବାସ କରୁଛନ୍ତି ଭଲ କରିବା ରହିବା ପିଲା ଲୋକ ବୁଝିପାରୁଛ ବାପା ଗଲା ପରେ ଚଳିପାରିବ ତ ପୁତ୍ର କାମ ହଉଛି ବାପାଙ୍କୁ ସାହାଯ୍ୟ କରିବ ମାଆଙ୍କୁ ସାହାଯ୍ୟ କରିବ ସବୁ କେମିତି ହେଇପାରିବ ସବୁ କଥା କୁହାଯାଇଛି କିଏ ସାହାଯ୍ୟ କରିବ ଭଗବାନ ସାହାଯ୍ୟ କରିବ ପରିବାରରେ ଭଗବାନ ଦାୟିତ୍ୱ ନେବେ ଭଗବାନ ଦାୟିତ୍ୱ ଏଇଟା କୃଷ୍ଣ ପରିବାର ହେଲା ନା କେବେ ଅସୁବିଧା ହବନି ଲୋକ ବରଂ ଅସୁବିଧା ଗୁଡ଼ା ସବୁ ନଷ୍ଟ ହେଇଯିବ ବୁଝିପାରୁଛ ସେଗୁଡ଼ା ଆମର ବିଶ୍ୱାସ ନାହିଁ ଦେଖୁଛୁ ଆମ ଗୁରୁ ସେ ଗୁରୁ ମହାରାଜ କ'ଣ କଲେ ଘର ତ୍ୟାଗ କଲେ ଅନେକ ପିଲା ଥିଲା ଚାକିରି ଥିଲା ତ୍ୟାଗ କଲେ କ'ଣ ତାଙ୍କର ଅସୁବିଧା ହେଲା ସେ ଯଦି ଘର ତ୍ୟାଗ ନଥାନ୍ତେ ଆଜି ସମୟ ମଧ୍ୟରେ ପ୍ରଚାର କିଏ କରିଥାନ୍ତେ ଆଜି ଓଡ଼ିଶାରେ ଯେଉଁ ବହି ଆପଣ ଦେଖୁଛୁ ଅନୁବାଦ କିଏ କରିଛି ପ୍ରଭୁପାଦ କ'ଣ କହିଥିଲେ ପ୍ରଭୁପାଦ କହିଥିଲେ ସମଗ୍ର ଓଡ଼ିଶାର ପ୍ରତି ଘର ଘରକୁ ମତେ ବହି ଦେଇକି ମୋର ବହିଟାକୁ ତୁମେ ଅନୁବାଦ କରିବ ଓଡ଼ିଆରେ ଅନୁବାଦ କରି ପ୍ରତି ଘରେ ଘରେ ପହଞ୍ଚିବ ସେ କାର୍ଯ୍ୟ ଆମେ କରୁଛୁ ନା ତା ଦ୍ୱାରା ଜଣେ ଲୋକ ଘର ତ୍ୟାଗ କଲେ ପିଲାମାନେ ଦାୟିତ୍ୱ ନାହିଁ ଗୋପାଳଙ୍କ କରି ଦେଇ ଆସି ତାଙ୍କର ସବୁ ହେଇଥିଲା ଉତ୍ସବ ସନ୍ନ୍ୟାସ ଉତ୍ସବ ତାଙ୍କ ଘରକୁ ଯାଇଥିଲି ପିଲାମାନେ କହିଲେ ସବୁ ଦେଖି ଆଶ୍ଚର୍ଯ୍ୟ କ'ଣ ଥିଲା ସାନ ଝିଅ ବାପକୁ ଚିହ୍ନିନି ମନ ଅଛି ଗୁରୁଦେବ ଯେତେବେଳେ ତାଙ୍କ ଦେହ ଅସୁସ୍ଥ ହେଇଥିଲା ଆସି ଗୋଟେ ଡାକିଥିଲେ ତାଙ୍କର ଗୋଟେ ଝିଅ ଆସିଥିଲା ଆଉ ସେ ସେଠି ପହଞ୍ଚିଲା ପରେ କହିଲେ କୃଷ୍ଣ କେତେ କୃପା କରିଛନ୍ତି ଆସିଲା ପରେ ମଧ୍ୟ ମୋର ଝିଅ ବାହାଘର ସୁନ୍ଦର ବାହାଯାଇଛି ମୋ ପିଲାମାନେ ସବୁ ଭଲରେ ଅଛନ୍ତି କିଏ କଲା ଆମର କୃଷ୍ଣଙ୍କ ଉପରେ ବିଶ୍ୱାସ ନାହିଁ ଭଗବାନ ପାଇଁ ଯିଏ କାମ କରିବ ଭଗବାନ ତା କରିବା ଆମେ ଦେଖୁଛୁ ପ୍ରତ୍ୟେକ ଯେଉଁମାନେ ଘର ଛାଡ଼ିଛନ୍ତି ସେବା କରୁଛନ୍ତି ଭଗବାନ ତାଙ୍କ ପିଲାମାନଙ୍କ ଦାୟିତ୍ୱ ନେଇଛନ୍ତି ପ୍ରଭୁପାଦ ସେ କଥା କହିଲେ ଆଜିକାଲି କ'ଣ କରୁଛନ୍ତି ଗୃହସ୍ଥ ଜୀବନ ଅବସର ନେଲା ପରେ ବଡ଼ ଅସୁବିଧା ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ପତ୍ନୀ ପୁତ୍ର କନ୍ୟା ଆଦି ଦ୍ୱାରା ପରିବେଷ୍ଟ ହୋଇ ଅତି ଉନ୍ନତ ଶାସ୍ତ୍ରପୂର୍ଣ୍ଣ ବାସଭବନ ବାସ କରୁଛନ୍ତି ବଡ଼ ବଡ଼ ଘର ତିଆରି ହେଇଛି ଭୁବନେଶ୍ୱର ଆମେ ଆସିଲା ବେଳେ କିଛି ନଥିଲା ବର୍ତ୍ତମାନ ଯୁଆଡ଼େ ଦେଖିବ କୋଠା ଏଥର ଭୁବନେଶ୍ୱର ଆସିଲେ କିଛି ନଥିଲା ବର୍ତ୍ତମାନ ଚାରିଆଡ଼େ କୋଠା ଯୁଆଡ଼େ ଯିବ କୋଠା ଚାଲିଛି ଆଉ କ'ଣ ଏ ପ୍ରକାର ସୁଖ ସମ୍ପୂର୍ଣ୍ଣ ଗୃହକୁ ତ୍ୟାଗ କରିବାକୁ ଆଦ୍ୟ କାମନା ପୋଷଣ କରେ ନାହିଁ କାହିଁ ଯିବ ଭଲ ଖାଇବା ପିଇବା ଅଛି ଭଲ କୋଠାଘର ଅଛି ପଇସା ଅଛି କାହିଁ ଯିବ ଆମେ ସବୁ ଭୁକ୍ତଭୋଗୀ ହେଉଛୁ ବର୍ତ୍ତମାନ ଦେଖିବ ଭୁବନେଶ୍ୱରରେ ବାପୁଜନ ହେଉଛି ବଡ଼ ଜାଗାଟା ଭୁବନେଶ୍ୱର ଯେଉଁମାନେ ଯାଇ ବାପୁଜନ ଅଛି ସେଟା ସବୁ ବହୁତ ବଡ଼ ବଡ଼ିଆ ଲୋକ ଘର କରିଛନ୍ତି
ସେଠି ଗୋଟେ ମନ୍ଦିର ହେଇଛି, ଗୋବିନ୍ଦ ମନ୍ଦିର ହେଇଛି। ଆମର ସେ ଯେ ଦାୟିତ୍ୱରେ ଅଛି ଆମକୁ ଡାକନ୍ତି, ଆମେ ଯାଉ ସେଠି ମନ୍ଦିରକୁ ବହୁତ ଥର ଯାଏ। ଶ୍ରୀଲଙ୍କା ମୋର ସେ ଭାଇ ସମ୍ପର୍କ ଅଛି, ମନ୍ଦିର ଦାୟିତ୍ୱରେ ଅଛନ୍ତି। ଆମେ ଯେତେବେଳେ ଗଲୁ ସେ କହିଲେ ଆଜ୍ଞା ଏଠି କେହି ଲୋକ କେହି ନାହାନ୍ତି, ବିରାଟ ବିରାଟ ବିଲ୍ଡିଂ ପଡ଼ିଛି, ତାର ସେ ବୁଢ଼ାବୁଢ଼ୀ ଜଗିଛନ୍ତି, ବୁଝିଲେ, ଆଉ ସବୁ ବାହାରେ ପଇସା ସବୁ ମରିଗଲେ କେହି ଦେଖିବାକୁ ନାହିଁ। ଏ ପ୍ରକାର ଜୀବନ ଯାପନ କରିବାକୁ ଚାହୁଁଛନ୍ତି କରନ୍ତୁ, କିଛି ଅସୁବିଧା ନାହିଁ। ପ୍ରଭୁପାଦ ସେ କଥା ବୁଝିଲା, ଏ ପ୍ରକାର ସୁଖ ସମ୍ପୂର୍ଣ୍ଣ ଗୃହ ତ୍ୟାଗ କରି ଆଦୌ କାମନା ପୋଷଣ କରେ ନାହିଁ। ଉଚ୍ଚ ରାଜକୀୟ ପଦରେ ନିଯୁକ୍ତ ମନ୍ତ୍ରୀ ସରକାରୀ କର୍ମଚାରୀ ମାନେ ଜୀବନରେ ଅନ୍ତିମ ସମୟ ପର୍ଯ୍ୟନ୍ତ ସେମାନେ ଐଶ୍ୱର୍ଯ୍ୟଶାଳୀ ଗୃହ ଓ ପଦରେ ରହିବାକୁ ଚାହାନ୍ତି। ଯେଉଁମାନେ ମନ୍ତ୍ରୀ ବଡ଼ ବଡ଼ ସେକ୍ରେଟାରୀ ସେମାନେ ସେଇଠି ରହିବାକୁ ଚାହାନ୍ତି। ତାହାକୁ ତ୍ୟାଗ କରିବା ସ୍ୱପ୍ନ ମଧ୍ୟ ଦେଖନ୍ତି ନାହିଁ। ମୁଁ ଆକୁ ତ୍ୟାଗ କରି ଯିବି ଏକଥା ଚିନ୍ତା ବି ଆମେ କରନ୍ତୁ। ସ୍ୱପ୍ନ ଦେଖିବ, ସ୍ୱପ୍ନ ମାନେ ବି ଦେଖୁନାହାନ୍ତି, ଏଇଟା ସ୍ୱପ୍ନ କୁହାହଉଛି। ସ୍ୱପ୍ନ ବି ନାହିଁ, ତାମାନେ ଆମେ ଏଇଠି ରହିବୁ, ଗଲା ପରେ କଣ ହବ, କଣ ହବ ଜାଣିଛ ନା? ପ୍ରଭୁପାଦ ଲେଖିଛନ୍ତି ଗୋଟେ ଜାଗାରେ, ଜଣେ ବିତ୍ତଶାଳୀ ଲୋକ ଥିଲା, ସିଏ ତା ଘରେ ଥିଲା, ତେଣୁ ସେ ସବୁବେଳେ ଭଲ ଚିନ୍ତା କରୁଥିଲା। କିନ୍ତୁ ତାକୁ ଯେତେବେଳେ ମରିବା ସମୟ ଆସିଲା, ସେ ତାଙ୍କ ଡାକ୍ତର କହୁଛି ମତେ ଆଉ କିଛି ଦିନ ବଞ୍ଚେଇ ଦିଏ। ମରିଗଲା ପରେ ସେଟା କଣ ହେଲା, ସେତେବେଳେ ଗୋଟେ ତାକୁ ବିଲେଇ କୁକୁର ହେଇ ଜନ୍ମ ହେଇଛି। ଆମର ହଉଥିଲା କୋଉଠି ସେ ଚିଲିକା ବାଣପୁର ସାଇଡରେ ଗୋଟେ ହେଇଥିଲା, ପଦଯାତ୍ରା ଯାଇଥିଲା। ସେ ପଦଯାତ୍ରାରେ ଆମର ଗୁରୁଦେବ ଯାଇଥିଲେ, ସେଠାରେ ମୁଁ ମଧ୍ୟ ପଦଯାତ୍ରା, ଆମର ଉମାପତି ବୋଲି ଜଣେ ସେଠାରେ ମୁଁ ବି ଥିଲେ। ସେଠାରେ ଗୁରୁଦେବ ପ୍ରବଚନ ଦଉଥିଲେ। ସେ ପ୍ରବଚନ ଯୋଉ କହିଲେ ଭାରତର ପ୍ରାଇମ ମିନିଷ୍ଟର ଯିଏ ସେ ମରିଗଲା ପରେ ଗୋଟେ କୁକୁର ହେଇ ଜନ୍ମ ହେଲା। ସୁଇଜରଲ୍ୟାଣ୍ଡ ମୁଁ ବି ପଢିଛି, କୁକୁର ହେଇ ଜନ୍ମ ହେଲା। ଯେତେବେଳେ ଏକଥା କହିଲେ ମୋ ପାଖରେ ଜଣେ ପ୍ରଫେସର ବସିଥିଲେ, ସେ ସାଙ୍ଗେ ସାଙ୍ଗେ ଉଠିଲେ। ଗୁରୁଦେବ କହିଲେ ଆମେ ଜାଣିଲୁ ତୁମେ କଣ କହିବ, ତୁମେ ବସ ଶୁଣ। ତାପରେ ସେ ଭରତ ମହାରାଜ କଥା କହିଲେ, ଭରତ ମହାରାଜ ରାଜା ଥିଲେ ନା, ବୁଝିପାରୁଛ, ସେ କିପରି ହେଲେ କଣ ଜାଣିଛନ୍ତି, ସେ ଗପ ସବୁ ଜାଣିଥିବ ମୁଁ କହିଲେ। ତେଣୁ ସେ କହିବାକୁ ଯାଉଛନ୍ତି, ପୁଣି ମଝିରେ ସେ ଉଠିଲା, କହିଲା ଆମେ ଜାଣିଲୁ ଆପଣ ବସନ୍ତୁ ଶୁଣନ୍ତୁ। ଆମର ଆସକ୍ତି ଯୁଆଡେ ଥିବ ସେଇଠି ହବ ନା ନାହିଁ, ଆମର ଆସକ୍ତି ଯାହା ହବ ଭଗବାନ ନିୟମ କରିଛନ୍ତି। ଜମ ଜମ ବାପି ଶ୍ରବଣ ଭାବମ ତେଜନ୍ତେ କଳେବରମ ଦନ୍ତଂ ଏବେତି କଂସେର ସଦାତ୍ମା। ମୃତ୍ୟୁ ସମୟରେ ଯୋଉ ଚିନ୍ତା କରିବ ତଦନ୍ତ ପରବର୍ତ୍ତୀ ହବ। ପ୍ରୀତିନ ଯାବତ ମୟି ବାସୁଦେବେ ନ ମୋଚତେ ଦେହ ଦେହଦାମ। ଯୋଉ ପର୍ଯ୍ୟନ୍ତ ଭଗବାନ ପ୍ରତି ତମର ପ୍ରୀତି ହେଇନି ଏଇଠି ରହିବାକୁ ପଡିବ। ପ୍ରୀତିର ଏକମାତ୍ର ପଥ ହଉଛନ୍ତି କୃଷ୍ଣ। ଆମର ପ୍ରୀତି କଣ ସୁତରାଂ ତାଙ୍କ ପ୍ରୀତି ଅଛି। ତେଣୁ ଭରତ ମହାରାଜ କଥା କୁହା, ଭରତ ମହାରାଜ ରଜା ଥିଲେ, ଯାହା ନାଁରେ ଭାରତ ବର୍ଷ ହେଇଛି, କେତେ ବିରାଟ ରଜା ଥିଲେ। ତାଙ୍କ ବାପା ହଉଛି ଋଷଭ, ସ୍ୱୟଂ ଭଗବାନ କୁହାଯାଉଛି। କଣ ତାଙ୍କ ସବୁ କୋଉ ସମୟ, ଯୁବକ ସମୟ ମଳବାତ୍ୟା ଗଲେ କୋଉଠି ତପସ୍ୟା କରିବା ପାଇଁ ଗଲେ। ବୁଝିପାରୁଛନ୍ତି, ସମସ୍ତେ ଭାବିବ ଆମେ କର୍ମ ଛାଡ଼ିବାକୁ ପଡିବ, ତପସ୍ୟା କରିବାକୁ ଗଲେ। ଗଣ୍ଡକ ନଦୀ ଯୋଉ ବହିଛି, ସେଠି ଗଲେ ତପସ୍ୟା କରିବାକୁ ଗଲେ। ସକାଳେ ସେ ବସିଛନ୍ତି ଗଣ୍ଡକ ନଦୀ କୂଳରେ ତପସ୍ୟା କରୁଛନ୍ତି। ସେଇ ସମୟରେ ବସିଛନ୍ତି, ସେଇ ସମୟରେ ଗୋଟେ ବାଘଟି ହାଉଲିଂ କଲା। ଗୋଟେ ହରିଣଟି ଅନ୍ତଃସତ୍ତ୍ୱା ଥିଲା, ସେ ବାଘ ଭୟରେ ସେ ନଦୀଟାକୁ ପାର ହେବାକୁ ଚାହିଁଲା। ଛୁଆଟି ଜନ୍ମ ହେଇଗଲା, ସେ ପଡ଼ି ପଡ଼ି ମରିଗଲା। ତେଣୁ ଭରତ ମହାରାଜ କଣ କଲେ, ତାକୁ ଜଳରୁ ଉଦ୍ଧାର କରି ଆଣି ରଖିଲେ, ବା ତାକୁ ନେଇ ଆଶ୍ରମ ରଖିଲେ, ତାକୁ ସୁନ୍ଦର ଭାବେ ପାଳନ କଲେ। ତାପରେ କଣ ଘାସ ଆଣିଲେ ଖାଇବାକୁ ଦେଲେ, ଯେମିତି ଛୋଟ ପିଲାକୁ ଆମେ ଜନ୍ମ ହେଲା କେମିତି ଆଦର କରିଥାଉ, ସେଇପରି ଭାବେ ତାକୁ ସେ ଆଦର କଲେ। କାହିଁକି ନା ତାର କେହି ନାହିଁ, ମା ସେ ନା
ଏ ହେଉଛି ଜଡ଼ା ଆସକ୍ତି। ଆସିଥିଲେ ଭଗବାନଙ୍କୁ ପୂଜା କରିବା ପାଇଁ, ଏଇଟା କ'ଣ ହେଲା? ଏ ଶାବ ପ୍ରତି ଆସକ୍ତି ହେଇଗଲା। ଜଡ଼ା ନିୟମଟା ଏତେ କଠୋର ଦେଖନ୍ତୁ। ମୃତ୍ୟୁ ସମୟ ଆସିଲା, ସେ କାହା ଚିନ୍ତା କରେ? ଆମେ ଯାହାକୁ ଭଲ ପାଉଥିବା ତାହା ଚିନ୍ତା କରିବା। ପ୍ରୀତିର ଭୂମିକାରେ ଯାହାକୁ ରଖିଛୁ ତାକୁ ଚିନ୍ତା କରିବା। এটা ସହଜ କଥା ନୁହେଁ ଆଜ୍ଞା। ଯୋଉ ପିଲା ଛୁଆ ଚିନ୍ତା ତାହା ଚିନ୍ତା ହିଁ ଆସିବ। ତେଣୁ ଯିଏ ଏତେ ବଡ଼ ରାଜା ଥିଲେ ସବୁ ଛାଡ଼ିକିରି ସେ ଆସି ବଣରେ ରହିଲେ, ଜଙ୍ଗଲରେ ରହିଲେ, କିନ୍ତୁ ଗୋଟେ ହରିଣ ଶାବକୁ ଆସନ୍ତି। କାରଣ ତାକୁ ପାଖରେ ଶୁଆଉଥିଲେ, ତାକୁ ବୁଲେଇ ନେଉଥିଲେ, ସବୁ କରୁଥିଲେ। ଯୋଉ ପର୍ଯ୍ୟନ୍ତ ତୁମର ଆସୁଥିଲା କୃଷ୍ଣ ପ୍ରତି ନ ହେଇଛି ତୁମେ ଶିକ୍ଷିତ ପରବର୍ତ୍ତୀ ଅବସ୍ଥାରେ କ'ଣ ହେଲା? ମୃତ୍ୟୁ ସମୟରେ ଚିନ୍ତା କରୁଛନ୍ତି, ମୁଁ ତ ଚାଲିଯିବି, ୟାର ବାପା ମା କେହି ନାହାନ୍ତି, ତାକୁ ଦେଖିବ କିଏ? କାହା ଚିନ୍ତା କଲେ? ନିୟମଟା ପ୍ରକୃତିରେ ନିୟମ ଦେଖୁଛନ୍ତି। ମୃତ୍ୟୁ ସମୟରେ ଯୋଉ ଚିନ୍ତା କରିବ ସେୟା ପ୍ରଭୁପାଦ ସେୟା କହିଛନ୍ତି। ଆମ ଦେଇଦେଲି ଭଗବାନ ନାମ କରିବା ପାଇଁ। ଭଗବାନ କୃଷ୍ଣ ଥିଲା ହରେ କୃଷ୍ଣ 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 ହରେ 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 ରାମ 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 ହରେ। ପ୍ରତିଦିନ ଅଭ୍ୟାସ କରିବାକୁ ଗୁରୁଦେବ ଦୀକ୍ଷା ଦେଲେ ସେ କଣ କୋଉ ସମୟରେ ବନ୍ଦ କଲା? ପ୍ରତିଦିନ ସମୟ ଜପ କରିବାକୁ। କୋଉମାନେ ଏଠି ଜପ କରୁଛନ୍ତି ଷୋଳମାଳା ଏମିତି ହାତ ଡେଗିଲା ଅଛନ୍ତି, ଅନ୍ୟମାନେ ସବୁ ଜପ କରୁଛନ୍ତି, ବୁଝିଲେ କି? ନହେଲେ ଏଠି ରହିବାକୁ ପଡ଼ିବ, ଯିବା ବହୁତ ଦାମ ନା। ପ୍ରବାସିଆ କରୁଛନ୍ତି ଯୋଉମାନେ ପ୍ରତି ଦୈନିକ ଷୋଳମାଳା ଜପ କରୁଛନ୍ତି ସେମାନେ ମୃତ୍ୟୁ ନେଇପାରିବେ। ନିଜେ କହିଛନ୍ତି କିଏ? ଜମଦୂତ ମାନେ ଆସିଥିଲେ ନେବାକୁ ନା କାହାକୁ? ଅଜାମଳ କଥା କୁହାଯାଉଛି। ବର୍ଣ୍ଣା ଶୁଣିଛନ୍ତି ଜମଦୂତ ଆସିଲେ ନେବାକୁ, ନେଇପାରିଲେ କିଏ? ନାରାୟଣ କହିଲେ ଯାହାଫଳରେ ଜମଦୂତ ନେଇପାରିଲା। ତେଣୁ ସେ ଯାଇ ପହଞ୍ଚିଲା କୋଉଠି? ଜମଦୂତରେ ପହଞ୍ଚିଲେ, ଯମରାଜ କତିରେ ପହଞ୍ଚିଲେ। କହିଲେ କ'ଣ ଏତେ ପାପ କରିଥିଲା? ଆଉ ଯାହା କହନ୍ତି ଚିତ୍ରଗୁପ୍ତ ପାଞ୍ଜିରେ ଲେଖିଥିଲା, ପାଞ୍ଜି ସରିଗଲାଣି, ତାକୁ ଆମେ ଆଣିପାରିଲୁ, ଆମେ କାହିଁକି କହୁନାହାନ୍ତି? କିଏ? ସେ ହେଉଛି ମୋର ପ୍ରଭୁ। ଏ ଆସିଥିଲେ କ'ଣ? ନାରାୟଣଙ୍କର ଦୂତ କୁହାଯାଉଛି। ଭଗବାନ ଦୂତ ସେମାନେ ନା, ବିଷ୍ଣୁ ଦୂତ ନେଇପାରିଲେ। କହିଛନ୍ତି କାହାକୁ ତୁମେ ଆଣିବ? ଚେତନା ସ୍ମରତି ତମେ ଚରଣା ଜୁହାର ଭକ୍ତି ତମ ଆଣ। ଯାହାର ଜୁହାରେ ଭଗବାନ ନାମ ଉଚ୍ଚାରିତ ହଉନାହିଁ, ଯାହାର ହୃଦୟରେ ଭଗବାନ ସ୍ମରଣ କରିପାରିନାହାନ୍ତି, ସେମାନେ ଆଣିବ। ତେଣୁ ଏହି ଶିକ୍ଷା ହେଉଛି କୃଷ୍ଣ ଚେତନା। ଆମେ କୃଷ୍ଣ ଚେତନା ମାନେ କ'ଣ? ଆମ ଚେତନାଟା କେବଳ ଭଗବାନ କୃଷ୍ଣ ପ୍ରତି ହବ। ତାହେଲେ କ'ଣ ହବ? ମୁଁ ଜମଦୂତ ନେଇପାରିବେ, ଆମେ ରହିବା। এই শিক্ষাটা দিয়েছে কৃষ্ণ চেতনা মানে সর্বতম চেতনা। এই চেতনা রইলে ভগবত ধাম। বুঝিপারছেন? এই অজামূল কথা শাস্ত্র এটা মধ্যে আমাদের অক্ষয় হয়ে আছে সব প্রবচন অর্থ অজামূল করে দিয়েছে। আপনার সেই শিক্ষা দেওয়া হয়েছে। কারণ আমি নাম নেব কাহিଁକି ନେବ? ଜମଦୂତ କାହିଁକି ଡିପାର୍ସ କରିବେ? ପୁଣି ଆପଣମାନେ ତିଲକ କରୁଛନ୍ତି, ଯାହାକୁ ତିଲକ କରୁଛନ୍ତି ମାଳି ମାନେ ଫସି ପାରିବେନି ଜମଦୂତ ମାନେ। ଏ ଶିକ୍ଷାଟା ଆମେ ଯାଉଛୁ, ଆମେ ସମସ୍ତେ ସେ ଭଗବତ ଧାମ ଯିବା ପ୍ରୟାସ କରନ୍ତୁ। ସେ କଥା ଏଇଠାରେ ପ୍ରଭୁପାଦ ବହୁତ ସୁନ୍ଦର ଭାବେ ଲେଖିଛନ୍ତି। ସାଂସାରିକ ସୁଖର ଆଶା ଓ ଭ୍ରମ ଏବଂ ମନରାଜ୍ୟରେ ବନ୍ଧା ହୋଇ ପ୍ରତିକବାଦୀ ବ୍ୟକ୍ତି ଅଧିକ ପରିମାଣରେ କିପରି ସୁଖ ସୁବିଧା ପୂର୍ଣ୍ଣ ଜୀବନଯାପନ କରିବା ପାଇଁ ନିରନ୍ତର ନାନା ପ୍ରକାର ନୂଆ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ। ଯୋଜନା ପରେ ଯୋଜନା, ଏଇଟା କରିବି ସେଟା କରିବି। ଆଜି ଭୁବନେଶ୍ୱର ଘର କରିଛି, କଟକର ଘର କରିବି, ବମ୍ବେର ଘର କରିବି। କେତେ ଘର କରୁଛନ୍ତି ସେ ଦେଖୁଛି। ମୋ ଜାଣିବାରେ ମୁଁ ସେ ଦେଖୁଛି ବହୁତ ଘର ସବୁ କରୁଛନ୍ତି। କ'ଣ ଘର ନେଇକି ଯିବେ ନା କ'ଣ? ଗାଡ଼ି ପରେ ଗାଡ଼ି ପରେ ଗାଡ଼ି ଚାଲିଛି। ଏବେ ମୋ ପେପର ଗୁଡ଼ା ବାହାରିଥିଲା ଯେ କ'ଣ କୋଟି କୋଟି ଟଙ୍କା ସେ ରଖିଛି। ଆଶ୍ଚର୍ଯ୍ୟ, ଗଣି ପାରିନାହାନ୍ତି ଏଥର କୋଟି କୋଟି ଟଙ୍କା। କ'ଣ କରି ନେଇକି ଯିବେ? ଜେଲ୍ ବସିବା ପାଇଁ ସବୁ ବ୍ୟବସ୍ଥା କରିଛି। ଏ ଜେଲ୍ ଦାୟିତ୍ୱ ଯିଏ ଅଛନ୍ତି ମୋର ମନେ ଅଛି, ଆମର ସବୁ ତୀର୍ଥମୟୀ ରିପୋର୍ଟ ଥିଲେ ତ, କହିଲେ ବର୍ତ୍ତମାନ ଜେଲ୍ରେ ବହୁତ ଘର ତିଆରି ହେଉଛି। କାହିଁକିନା ବଡ଼ ବଡ଼ ଅଫିସର ଗୁଡ଼ା ସବୁ ଯାହାଙ୍କ ଟଙ୍କା ଅଛି ସେଗୁଡ଼ା ସବୁ ଜେଲ୍ରେ ଆସି ରହୁଛନ୍ତି।
ଘର କରାହଉଛି ନା, କୋଟି କୋଟି ଟଙ୍କା ଖାଇଛନ୍ତି କିନ୍ତୁ ଘର କରୁଛନ୍ତି, କି ସୁଖ ବୁଝିପାରୁଛନ୍ତି? ଆପଣମାନେ କୁଆଡ଼େ ଯିବା ଚାହୁଁଛନ୍ତି? ବ୍ୟକ୍ତି କୁଆଡ଼େ ଭୋଗ ଥାନ୍ତି କୃଷ୍ଣ ସୂର୍ଯ୍ୟ ସମ ମାୟା ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ନାଇକ ଜଗତରେ ଅଛି ମାୟା ଦାୟିତ୍ୱ ନେଇଛି ନା, କୃଷ୍ଣଙ୍କ ପାଖକୁ ଯିବା, ସେଇଥିପାଇଁ ଆମେ ମନ ଭିତରେ ପ୍ରଚେଷ୍ଟା କରିବା ଦରକାର। ଇଏ ଠିକ କ'ଣ ଭଗବାନ ନିଜେ କହିଲେ ଦୁଃଖ ଆଳୟ ମଶା ସହିତ, ଏଠି ଦୁଃଖ ଆଳୟ ସେ ଆଳୟ ମାନେ ଘର, ଏଠି ଦୁଃଖଟା କ'ଣ? ଜନ୍ମ ମୃତ୍ୟୁ ଜରାବ୍ୟାଧ, ଜନ୍ମ ଅଛି ମୃତ୍ୟୁ ଅଛି, ବାର୍ଷିକ ଅବସ୍ଥା ଆମେ ବାଧ୍ୟ ଅବସ୍ଥା ବେଳ ବାଜିଗଲା, ବାଳ ତ ପାଚିଲା, ଆଉ ଯିବା ବ୍ୟସ୍ତ ହେବା ଦରକାର, ସେଥିପାଇଁ ବ୍ୟସ୍ତ ହେବା ଦରକାର ନା ରଙ୍ଗ କରି ବସିବା ଯିବାକୁ ପଡ଼ିବ ନା ନାଇଁ ବାବା? କେମିତି ଯିବା ଏଇ ସୁବିଧାଟା ଆମକୁ ଦିଆଯାଇଛି ମନୁଷ୍ୟ ଧର୍ମରେ। ଦେବଜନଟା ଦୁର୍ଲଭ ନୁହେଁ, ସେଟା ଭୋଗଜନୀୟ। ମନୁଷ୍ୟ ଜନ୍ମଟା ଦୁର୍ଲଭ। କେତେ ଜନ୍ମ ବିତେଲା ଯେ ମନୁଷ୍ୟ ଜନ୍ମ ପାଇଛୁ, ଅନେକ ଜନ୍ମ ବିତେଲା ପରେ ଉପନଗରଟା ସାରିଦେବା, ତାପରେ ବନ୍ଦ କରିବା। ତାକୁ ଏକ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ। ଏ ପ୍ରକାର ଯୋଜନା ପ୍ରଣୟନକାରୀ ବ୍ୟକ୍ତି ଷୋଡ଼ଶ ଯୋନି ମଧ୍ୟରୁ ଗୋଟିଏ ଯୋନି ଗ୍ରହଣ କରିବାକୁ ବାଧ୍ୟ ହୁଏ। ସେ ଯେପରି କର୍ମ କରିଥାଏ ସେ କର୍ମର ଫଳ ଅନୁଯାୟୀ ତାକୁ ଯୋଗିବ, ଯେମିତି କର୍ମ କରିବ ସେ କର୍ମଣା ଦୈବ ଯନ୍ତ୍ରଣ ଯନ୍ତ୍ର ଦେହ ପ୍ରତି ସ୍ତ୍ରୀ କର୍ମ ପୁରୁଷ ଦିଏছে ନିୟମ କୁହାଯାଇଛି। କିନ୍ତୁ ଯୋଉ କର୍ମ କରିବ ତଜନଦାୟୀ କ'ଣ କରିବ? ଆତ୍ମା ପୁରୁଷ ଇଏରେ ବିଜୟ ସ୍ଥାନ ପାଇବ, ସ୍ତ୍ରୀ ଗରିବ ଯିବ। କର୍ମଣା ଦୈବ ଯନ୍ତ୍ର ଯନ୍ତ୍ର ଯୋଉ ଯନ୍ତ୍ର ଗୋଟିଏ ଯନ୍ତ୍ର ଗୋଟା ପାଇବ, ଆଉ ଯିବ 84 ଲକ୍ଷ ପିଲା ଆଲୋଚନା କରିବାକୁ ସମୟ ଲାଗିଥାଏ, ଏଇଟା ପଢ଼ି ଦେଉଛି ସାରିଗଲା। ସେ ଯେପରି କର୍ମ କରିଥାଏ ସେ କର୍ମର ଫଳ ଅନୁଯାୟୀ ଏକ ଯୋନି ପାଏ। ଯେଉଁମାନେ ଅତ୍ୟଧିକ ପରିମାଣରେ ପାରିବାରିକ ସୁଖ ସୁବିଧା ଓ ପରିବାର ପ୍ରତି ଆସକ୍ତ ହୋଇଥାଏ ସେମାନେ ପରଜନ୍ମରେ ନିଜ ଯୋନି ପ୍ରାପ୍ତ କରନ୍ତି। ନିଜ ଯୋନି ମାନେ ଘୁଷୁରୀ କୁକୁର ହେବେ, ଯେମିତି କହିଲେ ତମ ପ୍ରାଇମ ମିନିଷ୍ଟର ଅଫ୍ ଇଣ୍ଡିଆ ହେଲେ କ'ଣ କୁକୁର ଯୋନି ପାଇଲେ। ଆଜିକାଲି ତ କୁକୁର ସବୁ ରଖୁଛନ୍ତି, କୁକୁର ବହୁତ ପଇସା ଖର୍ଚ୍ଚ କଲେ କୁକୁର ସବୁ ଯୁଆଡ଼େ ଯିବ ବଡ଼ ବଡ଼ ଘରୁ ଗଲାବେଳକୁ ମତେ ଭଲ ଲାଗେ, ଦେଖିଲେ କୁକୁର ପାଇଁ ଏସବୁ ଆଶା ମଧ୍ୟ ବସ୍ତ କ'ଣ କୁକୁର। ଏହିପରି ଭାବରେ ମାନବ ଜୀବନ ସମସ୍ତ ଶକ୍ତି ବୃଥା ଅପଚୟ କରେ। ଦୁର୍ଲଭ ମାନବ ଜନ୍ମକୁ ଅଯଥା ନଷ୍ଟ କରିବା ବିପଦରୁ ଏବଂ ଅସତ ପଦାର୍ଥରେ ଆସକ୍ତ ହୋଇଥିବା ଯୋଗୁଁ ଯେଉଁ ବିପର୍ଯ୍ୟୟ ଘଟିବ ସେଥିରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟକ୍ତିକୁ ଅନ୍ତତଃ ଆଗରୁ ନହେଲେ ସୁଦ୍ଧା 50 ବର୍ଷ ବୟସ ହେବା ମାତ୍ରେ ମୃତ୍ୟୁର ଚେତାବନୀ ଦେବାକୁ ପଡ଼ିବ। ଯେଉଁମାନେ 50 ବର୍ଷ ହେଇଗଲାଣି ବା ଉର୍ଦ୍ଧ୍ୱ ହେଲାଣି ସେମାନେ ହେଇଗଲା ମୃତ୍ୟୁ ଆସିଯିବ ନା, ବିପାଳ ହେଇଯିବା ପାଇଁ ବୁଝିପାରୁଛି। ଏଇ କଥା ପ୍ରପାତ କହିଥିଲେ। ଏହା ହେଉଛି ପଦ୍ଧତି ବା ପ୍ରକ୍ରିୟା। ବ୍ୟକ୍ତି ଏକଥା ଭଲ କରି ଜାଣି ରଖିବା ଉଚିତ ଯେ ମୃତ୍ୟୁ ଘଟିପାରେ, ତେଣୁ ଜୀବନରେ ଯେକୌଣସି ସମୟରେ ଯେକୌଣସି ସ୍ତରରେ ବ୍ୟକ୍ତି ପରବର୍ତ୍ତୀ ଶ୍ରେଷ୍ଠତର ଜୀବନ ନିମିତ୍ତ ନିଜକୁ ପ୍ରସ୍ତୁତ କରିବା ଉଚିତ। ଉଚ୍ଚ ଯୋନି ବା ଭୋଗ ପ୍ରସ୍ତୁତ କରିବା ଉଚିତ। ଇଏ ସନାତନ ଧର୍ମ ଧାରା ଏ ପ୍ରକାର ଭାବରେ ନିର୍ମିତ ହୋଇଛି। ଏହାକୁ ଅନୁସରଣ କଲେ ବ୍ୟକ୍ତି ଦୁର୍ଲଭ ଧର୍ମ ଆଉ ନଷ୍ଟ କରିବ ନାହିଁ। ସେ ନିଶ୍ଚିତ ଭାବେ ପରବର୍ତ୍ତୀ ପୂର୍ଣ୍ଣ ଜୀବନ କିପରି ଲାଭ କରି ସେଥିପାଇଁ ତାଲିମ ପାଇପାରିବ। ସମଗ୍ର ପୃଥିବୀରେ ଥିବା ତୀର୍ଥସ୍ଥାନ ବା ପବିତ୍ର ସ୍ଥାନ ଗୁଡ଼ିକ ସେମାନେ ବାସସ୍ଥାନ ଯଥେଷ୍ଟ। ବର୍ତ୍ତମାନ ଆମର ପ୍ରଭୁ ହରେକୃଷ୍ଣ ତୀର୍ଥଯାତ୍ରା ନେଉଛନ୍ତି, କହିଦେଉ ନା କୁଆଡ଼େ ଯିବ? ବଦ୍ରୀନାଥ ଯାଉଛନ୍ତି। ଯେଉଁମାନେ ଚାହିଁବେ ଯିବେ, ଏଇଟା ପ୍ରପାତ କହିଛନ୍ତି। ତୀର୍ଥସ୍ଥାନକୁ ମଧ୍ୟ ଯିବାକୁ ପଡ଼ିବ। ଯେଉଁମାନେ ପାରିବାରିକ ଜୀବନ ଅବସର ନେଇ ପରବର୍ତ୍ତୀ ଉନ୍ନତର ଜୀବନ ଲାଭ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ, ବୁଦ୍ଧିମାନ ବ୍ୟକ୍ତି ସେସବୁ ସ୍ଥାନକୁ ନିଜ ଜୀବନର ଅନ୍ତିମ କାଳରେ ଯିବା ଉଚିତ। 50 ବର୍ଷ ପରେ ଏକ ଆଧ୍ୟାତ୍ମିକ ବିକାଶମୟ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ଏବଂ ପାରିବାରିକ ଆସକ୍ତିରୁ ନିଜକୁ ମୁକ୍ତ କରିବା ପାଇଁ ସେସବୁ ସ୍ଥାନକୁ ଯିବା ଉଚିତ। ତୀର୍ଥସ୍ଥାନ ଯେ ସ୍ଥାନ ବୈଷ୍ଣବ ନାହିଁ ସେ ସ୍ଥାନକୁ ନାହିଁ ଯାଇ କିଲା ବା ହାଟିଆ ସବୁଠି ବୈଷ୍ଣବମାନଙ୍କୁ ଦର୍ଶନ କରି ତାଙ୍କୁ ଶ୍ରମଣ କରିବା। କାରଣ ପାରିବାରିକ ଜୀବନ କୌଣସି ଜୀବନର ବନ୍ଧନ ଦଶା ଅଟେ। ଭୌତିକ ଆସକ୍ତିରୁ ମୁକ୍ତ ହେବା ନିମିତ୍ତ ଗୃହତ୍ୟାଗ କରିବା କଥା କୁହାଯାଉଛି। ଘରେ ରହିଲେ କ'ଣ ବନ୍ଧନ ଭିତରେ ରହିଲ,
ଭଗବତ ଧାମକୁ ଯିବା ପାଇଁ ହେଲେ ତୁମେ ଯେତେବେଳେ ମଠ ମନ୍ଦିର ରହିବ ସେତେବେଳେ ଭଲ ଲାଗିବ। ପାରିବାରିକ ଜୀବନ ରହିଲେ ସେଟା ମୁକୁଳି ପାରିବନି। ସେଥିପାଇଁ କୁହାହେଉଛି ମନ୍ଦିର ଜୀବନଟା ଭଲ ଜୀବନ କୁହାହେଉଛି। ଯେଉଁ ବ୍ୟକ୍ତି ମୃତ୍ୟୁ ପର୍ଯ୍ୟନ୍ତ ପରିବାର ମଧ୍ୟରେ ରହେ ବା ପାରିବାରିକ ଜୀବନ ଯାପନ କରେ ସେ କେବେ ଭୌତିକ ଆସକ୍ତି ନିଜକୁ ରକ୍ଷା କରିପାରିବ ନାହିଁ। ହେଲା, ଏତେ ଚେଷ୍ଟା କଲେ ମଧ୍ୟ ବାହାରି ପାରିବ। ପ୍ରଭୁପାଦ କହିଛନ୍ତି କଦାପି ରକ୍ଷା କରିପାରିବ। ଏ ପର୍ଯ୍ୟନ୍ତ ବ୍ୟକ୍ତି ଭୌତିକ ବିଷୟବସ୍ତୁ ଆସକ୍ତ ହେଇଯିବ ସେ ପର୍ଯ୍ୟନ୍ତ କେବେ ଆଧ୍ୟାତ୍ମିକ ସ୍ୱତନ୍ତ୍ରତା କଥା ବୁଝିପାରିବନି, କଥା ବି ବୁଝିପାରିବନି। ଗୃହତ୍ୟାଗ ଅନିବାର୍ଯ୍ୟ, ଗୃହତ୍ୟାଗ କରେ ନିଶ୍ଚିତ। ତଥାପି ଏ ସମ୍ବନ୍ଧରେ ଗୋଟିଏ କଥା ଭଲ ଭାବରେ ମନେ ରଖିବାକୁ ପଡ଼ିବ। ବ୍ୟକ୍ତି ନିଜର ପାରମ୍ପରିକ ଗୃହତ୍ୟାଗ କରି ତୀର୍ଥସ୍ଥାନ ଯାଇ ଯେପରି ସେପାଟିରେ ସେଠାରେ ବୈଧ ବା ଅବୈଧ ଉପରେ ଆଉ ଗୋଟିଏ ଆଣିବା ପାରେ। ଆଜିକାଲି ଯାଉଛନ୍ତି କ'ଣ ମଠ ମନ୍ଦିର ଯାଉଛି ସେଠି ପୁଣି ଆଉ ଗୋଟେ ବାକି ଯାଉଛନ୍ତି। ଘର କରିଦେଉଛନ୍ତି, ହଉଛି ନା ନାହିଁ? ବହୁତ ହଉଛି। ଘର ଛାଡ଼ିଲେ ଦ୍ୱାର ଛାଡ଼ିଲେ ପୁଣି ଯାଇ ମଠ ମନ୍ଦିରରେ ସେଇ ଧନ୍ଦା କରୁଛନ୍ତି। ଆଉ ଗୋଟିଏ ନୂତନ ଘୂର୍ଣ୍ଣି ଏପରି ଦେଖାଯାଏ ଅନେକ ଲୋକ ଗୃହତ୍ୟାଗ କରନ୍ତି, ତୀର୍ଥସ୍ଥାନକୁ ଯାଆନ୍ତି, ସେଠାରେ ସନ୍ନ୍ୟାସୀର ଜୀବନ ଯାପନ କରନ୍ତି, କିନ୍ତୁ ଅସତ୍ ସଙ୍ଗ ଯୋଗୁଁ ପୁଣି ସେଠାରେ ପରିବାର ସୃଷ୍ଟି କରନ୍ତି। ଅନୁଭବୀ ଲୋକ ରହୁଛନ୍ତି, ଆମେ ନିଜ ସୃଷ୍ଟି କରନ୍ତି। ବହୁତ ପ୍ରମାଣ ଅବୈଧ ସ୍ତ୍ରୀ ସଙ୍ଗ କରନ୍ତି। ମାୟା ଶକ୍ତି ଏତେ ବଳ ବସି ଯେ ବ୍ୟକ୍ତି ଜୀବନର ପ୍ରତ୍ୟେକ ସ୍ତରରେ ମାୟାକୁ ଅବୈଧ ହେବାର ବହୁତ ସମ୍ଭାବନା ଅଛି। ଏପରିକି ନିଜର ସୁଖ ସ୍ୱାଧୀନ ପୂର୍ଣ୍ଣ ଗୃହତ୍ୟାଗ କଲା ପରେ ମଧ୍ୟ ସେ ମାୟାକୁ ହେଇପାରେ। ତେଣୁ ବ୍ୟକ୍ତି ପ୍ରାରମ୍ଭରୁ ଆତ୍ମସଂଯମ ଅଭ୍ୟାସ କରିବା ଉଚିତ। ଯେପରି ଲେସ୍ ମାତ୍ର ଯୌନ ପିପାସା ତାର ହୃଦୟରେ ଜାଗ୍ରତ ନାହିଁ। ସେ କଥା ଆମର ଭାଗବତରେ ଆଲୋଚନା କରୁଥାଏ। ସୁନ୍ଦର କଥା ସବୁ କୁହାହେଇଛି। ଜିନିଷ ସମୟ କହିବା ପାଇଁ କୁହାହେଉଛି। ଏହା ପ୍ରପାଦ କଥା କୁହାହେଉଛି। ଆଧ୍ୟାତ୍ମିକ ଉନ୍ନତି ଜାଗ୍ରତ ବ୍ୟକ୍ତି ପକ୍ଷରେ ଯୌନ ସୁଖ ଉପଭୋଗ ଆତ୍ମଘାତ ସୁଇସାଇଡ୍ କୁହାଯାଉଛି। ଆତ୍ମଘାତ ସୁଇସାଇଡ୍ କଲେ କ'ଣ ଭୂତ ହିଁ ରହିବ। ଆଧ୍ୟାତ୍ମିକ ଯୌନ ତ୍ୟାଗ କରିବାକୁ ପଡ଼ିବ। ଏପରିକି ତାଠାରୁ ଆଉ ନିଚ ପ୍ରବୃତ୍ତି ଅଟେ। ତେଣୁ ପାରିବାରିକ ଜୀବନରୁ ଦୂରେଇ ରହିବା ଅର୍ଥ ହେଉଛି ଆତ୍ମସଂଯମ ଅଭ୍ୟାସ କରିବା ଉଚିତ। ସମସ୍ତ ପ୍ରକାର ଇନ୍ଦ୍ରିୟଭୋଗ ବିଷୟରୁ ଦୂରେଇ ରହିବାକୁ ପଡ଼ିବ। କଡ଼ାକଡ଼ି ଭାବରେ ଇନ୍ଦ୍ରିୟ ସଂଯମ ଅଭ୍ୟାସ କରିବା, ବିଶେଷ କରି ଯୌନ ପିପାସରୁ ଯୌନ ଭୋଗ କାମନାରୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିବା ଉଚିତ। ଏହା ହେଲା ବିହିତ କ୍ରିୟା। ବ୍ୟକ୍ତି ଏକ ଏକାନ୍ତ ସ୍ଥାନରେ ଏକ ପବିତ୍ର ସ୍ଥାନରେ କୁଶଳ ଆସନ ବିଛାଇ ଏକ ଆସନ ତିଆରି କରିବ। ତାପରେ ମୃଗଚମ ଓ ପରିଷ୍କାର ବସ୍ତ୍ର ବିଛାଇବ। ଏସବୁ କୁହାଯାଇଛି ଆପଣଙ୍କର ଯେଉଁ ଧ୍ୟାନ କରିବା ଯୋଉ ଅଷ୍ଟମ ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଏସବୁ କଥା କୁହାଯାଇଛି। ବୁଝିପାରୁଛ? ଏ ପ୍ରକାର କୁଶ ଆସନ ପ୍ରକାର ସ୍ଥିର ଭାବରେ ଆସନ କରି ବସିବ। ଭଗବାନ ପବିତ୍ର ନାମକୁ ଅପରାଧ କୁହାଯାଇଛି। हरे कृष्ण 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 हरे 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 राम हरे राम। अपराध 10 अपराध शून्य भाव जप करू। पूर्व श्लोक अपराध नाम अपराध कथा कहुଯାଇଛି। से अपराध शून्य हो बराबर भगवान नाम उच्चारण करते। ये समस्त प्रक्रिया उद्देश्य हूँ मन को भौतिक आसक्ति मुक्त कर भगवान चरण मध्य स्थिर करवा। ये सरल सुगम प्रक्रिया व्यक्ति आध्यात्मिक उन्नत स्तर को देवाई सहाय कर। ये है प्रभुपाद भावार्थ। आपण मैंने आम जीवन में आचरण करा उद्धार पाई। हरे कृष्ण। आम कि कहलु आप जहाँ कि प्रश्न कार अच्छे आम पचार यापर आम कथा विश्राम दवा। बुझीपार